Good evening, everyone. Good evening, ma'am. Good evening, ma'am. Good Very evening, good ma'am. evening. Good evening, ma'am. Very good evening ସମସ୍ତଙ୍କୁ। So ଆମର ଇଂଲିଶ ର ୟୁନିଟ୍ ଆଜି 3 ଟା ଷ୍ଟାର୍ଟ ହବ। ଏୟା ତ ୟୁନିଟ୍ 2 ବୋଧେ ସରିଥିଲା। ଡକ୍ଟର ୱେଷ୍ଟ ମେଥଡ କମ୍ୟୁନିକେଟିଭ ଆପ୍ରୋଚ ଗୁଡା ସବୁ ମୁଁ କହିଦେଇଥିଲି ନା କଣ କହୁଛ? ସମସ୍ତଙ୍କ ସ୍କ୍ରିନ୍ ଦେଖାଯାଉଛି? Yes, ma'am. आगे मैम। ହଁ ଆଜ୍ଞା ଆଜି ma'am. ଆମେ ଓକେ ତ ଆଜି ଆମେ ୟୁନିଟ୍ 3 ଆଜି ଷ୍ଟାର୍ଟ କରିବା ଯୋଉଟା କି ତୁମର ଅଛି ଦେଖ listening and speaking skills। ଫାଷ୍ଟ ମେନ୍ ଇମ୍ପୋର୍ଟାଣ୍ଟ କଥାଟା ପିଲାମାନେ ହଉଛି ଯେକୌଣସି ଲାଙ୍ଗୁଏଜ ଶିଖିବାକୁ ହେଲେ ଆମକୁ 4ଟା ଲ ଫଲୋ କରିବାକୁ ପଡେ ବା 4ଟା ସିକ୍ୱେନ୍ସ ଅର୍ଡରରେ ଥିବା ଫର୍ମାଟକୁ ଆମକୁ ଫଲୋ କରିବାକୁ ପଡେ। ଦ୍ୟାଟ୍ ଇଜ ୟୋର LSRW ଲ ବା listening, speaking, reading and writing ବୋଲି ଆମେ କହୁଛେ। listening ରେ L ଆସିଲା, speaking ରେ S ଆସିଲା, R ରେ reading ରେ R ଆସିଲା, writing ରେ W ଆସିଲା। So LSRW ଲ। ଖାଲି ଇଂଲିଶ ଲାଙ୍ଗୁଏଜ ନୁହଁ, ଯେକୌଣସି ଲାଙ୍ଗୁଏଜ ତୁମେ ଶିଖ ତୁମକୁ ନିହାତି ଭାବରେ 4ଟା ଲ ଫଲୋ କରିବାକୁ ପଡିବ। ଆଉ ଏଇଟା ତୁମେ ମନ ଇଚ୍ଛା ଫଲୋ କରିପାରିବନି, ଯେମିତି କି ଆଗ ସ୍ପିକିଂ ହେଇଗଲା, ତାପରେ ଲିସନିଂ, ତାପରେ ରାଇଟିଂ, କି ଆଗ ରାଇଟିଂ, ଏମିତି ତୁମେ ଏପଟ ସେପଟ କରିବ ନାହିଁ। ସିକ୍ୱେନ୍ସ ଅର୍ଡରରେ ହିଁ ଏଇଟା ହବ। ଏତିକି ବୁଝିପାରିଲେ ସମସ୍ତେ? ତ ଏଇଟା ହଉଛି 4 ବେସିକ ମ୍ୟାଣ୍ଡେଟୋରୀ ସ୍କିଲ୍। ଏନି କାଇଣ୍ଡ ଅଫ ଲାଙ୍ଗୁଏଜ ଯେତେବେଳେ ଆମେ ଶିଖୁଛେ ଏଇଟା ଆମକୁ ହେଲ୍ପ କରୁଛି। known as LSRW law। ୟା ଭିତରୁ ତୁମର listening ଆଉ reading କୁ ଆମେ କଣ କହୁଛେ? ଦେଖ ଏ ତମ ଡାଇଗ୍ରାମ ଟା ଦେଖ, ଏଇଟା ହେଲା ଲାଙ୍ଗୁଏଜ ସ୍କିଲ୍ସ। ଦେଖ ଏଇଠି ସ୍କିଲ୍ସ ଅଫ କମ୍ପାରିଜନ, ସ୍କିଲ୍ ଅଫ ଏକ୍ସପ୍ରେସନ, ବା ତାକୁ ଆମେ ରିସେପ୍ଟିଭ ସ୍କିଲ୍ କହୁଛେ, ତାକୁ ପ୍ରଡକ୍ଟିଭ ସ୍କିଲ୍ ଅଫ ରେକଗ୍ନାଇଜେସନ, ଆଉ ଏଟା ଆକ୍ଟିଭ ସ୍କିଲ୍ ବା ପାସିଭ ସ୍କିଲ୍। ଏଇଠି ପାସିଭ ସ୍କିଲ୍ ଅଛି। ତ ଗୋଟେ ଗୋଟେ ଦେଖ, ସ୍କିଲ୍ ଅଫ କମ୍ପାରିଜନ, ରିସେପ୍ଟିଭ ସ୍କିଲ୍ ବା ରେକଗ୍ନାଇଜେସନ ବା ପାସିଭ ସ୍କିଲ୍ ଆମେ କାହାକୁ କହୁଛେ? listening ଆଉ reading କୁ କହୁଛେ। LSRW। LSRW ରୁ ତମର L ଆଉ R ହଉଛି ହେଲା, ବା listening ଆଉ reading ହଉଛି ତୁମର passive skill। କେମିତିକା ମୁଁ ବତେଇବି। ଆଉ ଏପଟେ ହଉଛି ତୁମର କଣ? active skill ହଉଛି speaking ଆଉ writing। ତୁମେ ଖାଲି ଏତିକି ମନେ ରଖ, active କୋଉଟା, productive କୋଉଟା। ଏଇଟା ହଉଛି ତୁମର speaking ଆଉ writing। ଆଉ ଏଇଟା ହଉଛି receptive ମନେ ରଖ, ଯୋଉଟା କି passive ବୋଲି ଆମେ କହୁଛେ listening ଆଉ reading। ଏଇଟା ଏବେ କେମିତିକା ହେଲା? ମ୍ୟାମ୍ କେମିତି listening ଆଉ reading ଟା ଆପଣ ଏଥିରେ include କଲେ? ଦେଖ passive ମାନେ ଯେତେବେଳେ ତୁମେ ଶୁଣୁଛ ଆଉ ପଢୁଛ, ତମେ ଏଇଟା passive, ତୁମେ ଯେତେବେଳେ କିଛି activity କରୁନ, ମାନେ କିଛି physical activity କରୁଛ। ମୁଁ ଏବେ ଗୋଟେ ନୀରବ ପଠନ କରିବି, ପୁରା ସାଇଲେଣ୍ଟଲି ମୁଁ ଗୋଟେ ଜିନିଷକୁ ରିଡିଂ କରିବି, ତ ଏଥିରେ ମୁଁ ତ କିଛି ଆକ୍ଟିଭ କରୁନି, ନା କିଛି ଆକ୍ଟିଭ ୱାର୍କ କରୁନି। ତୁମେ ମାନେ ମୋ କଥାକୁ ଶୁଣୁଛ, ତ ସେଇଟା କଣ? ସାଇଲେଣ୍ଟଲି ମାନେ ଶାନ୍ତ ଭାବରେ ଶୁଣୁଛ, ତେଣୁ ଏଟାକୁ ରିସେପ୍ଟିଭ ବା ପାସିଭ କରୁଛ। ଏଠି ତୁମକୁ ଆନ୍ସର ଦେବାକୁ ପଡୁନି, କି ତୁମକୁ କିଛି ପ୍ରୋଜେକ୍ଟ ବନେଇବାକୁ ପଡୁନି, କିଛି ଏକ୍ସପେରିମେଣ୍ଟ କରିବାକୁ ପଡୁନି। ତୁମେ ବାସ୍ ଶୁଣୁଛ, ଆଉ ତୁମେ ଯେତେବେଳେ ପଢୁଛ, ସେଇଟା ହଉଛି ତମର ରିସେପ୍ଟିଭ ବା ପାସିଭ ରେ ଗଲା। ଆଉ ସ୍ପିକିଂ ଆଉ ରାଇଟିଂ, ତୁମେ ଯେତେବେଳେ କହୁଛ ତା ମାନେ କଣ? ତୁମେ ଆକ୍ଟିଭ ଅଛ, ଏଇଟା ହଉଛି ତୁମର ପ୍ରଡକ୍ଟିଭ ସ୍କିଲ୍ ରେ ଗଲା। ରାଇଟିଂ ତୁମେ ତ ଲେଖୁଛ, ତାହେଲେ ତୁମେ ଆକ୍ଟିଭଲି ଲେଖୁଛ, ତ ଏଇଟା ହଉଛି ତୁମର ପ୍ରଡକ୍ଟିଭ ସ୍କିଲ୍ ରେ ଗଲା, ଆକ୍ଟିଭ ସ୍କିଲ୍ ରେ ଗଲା। ଏବେ ବୁଝିପାରିଲ ସମସ୍ତେ? listening, speaking, reading and writing ର categories ଆଜ୍ଞା କଣ? ma'am. କ୍ଲିୟର ହେଲା ନା କିଛି ଡାଉଟ୍ ଅଛି? ନାଇଁ ମ୍ୟାମ୍ କ୍ଲିୟର। Clear, ma'am. ମୁଁ ଯାହା କହୁଛି ଥରକରେ କ୍ଲିୟର ହେଇଯାଉଛି ନାଇଁ? ତା ମାନେ ଇଜି ଅଛି ଚାପ୍ଟର, ନା ମୁଁ ଭଲସେ କହୁଛି? ମୁଁ ତ ଭଲସେ କହୁନି, ଇଜି ଅଛି। ଆପଣ ସେଟା ଭଲସେ ହଉଛି କହୁଛନ୍ତି ବୋଲି ଆମେ ବୁଝିପାରୁଛୁ। ନା ନା,
ଏଟା ମିଛ କଥା, ଖାଣ୍ଟି ମିଛ କଥାଟା 24 ତାରିଖରେ ତୁମେ କହୁଛ ଏବେ ମତେ। No ma'am, ମିଛ ସତ। ନୁହେଁ ମ୍ୟାମ୍ ନା ସତ। ମ୍ୟାମ୍ ମିଛ ନୁହେଁ ମ୍ୟାମ୍, ବହିରେ ବି ତ ସେଇଟା ଅଛି କିନ୍ତୁ ଆମେ କଣ ବହିରୁ ଜାଣିପାରୁଛୁ କି? ସବୁ ଜିନିଷ ଜାଣିପାରୁ। ହଉ, ଭଲ ଲାଗେ କିଏ ଗୋଟେ ବୁଝେଇ ଦେଲେ ସଡନ ମନେ ପଡିଯାଏ ନା, ସେଇଟା ମୁଁ ସେଇଟା ଫିଲ୍ କରିଛି ନା। ମୁଁ ଯେତେବେଳେ ପାଠ ପଢୁଛି ମତେ କିଏ ଗୋଟେ ବୁଝେଇ ଦେଲେ ମତେ ଭଲ ଲାଗେ। ତ ଏତେ ପଢିବାର କାପାସିଟି ନାହିଁ ଲାଇନ ଟୁ ଲାଇନ। ତ ସିମିଲାରଲି ମୁଁ ବି ଭାବେ ତମମାନଙ୍କ ଷ୍ଟେଟ୍ ଅଫ ମାଇଣ୍ଡ ସେୟା, ବିକଜ ଆମେ ତ ସମସ୍ତେ ପାଖାପାଖି ସେମ୍ ଏଜ୍ ର ଅଛେ, 25 ଆଭରେଜ ସମସ୍ତେ ଥିବ। ତ ସେଥିଲାଗି ମୁଁ ତୁମକୁ ସେଇଭଳିଆ ହିଁ ପଢାଏ, ଯେମିତିକା ମତେ ଭଲ ଲାଗେ ମୁଁ ଯେମିତି ପଢେ। ମ୍ୟାମ୍ ତାପରେ ଆସିଲା, ବୁଝେଇ ଦେଲେ ଜଲ୍ଦି ମନେ ରହେ। ହଁ ଜଲ୍ଦି ମନେ ରହେ। ଲେଖିବ ତ ତୁମେ ତୁମ ନଜରରେ ହିଁ ନା, ସେଇଟା ମୁଁ ଆଉ କଣ ଯାଇକି ଲେଖିଦେବି କି? ସେଇଟା ତ ତୁମେ ନିଜର ଯାହା ବୁଝିଛ ସେଇଟା ଥଟ୍ ପ୍ରୋସେସ କୁ ଟ୍ରାନ୍ସଲେଟ କରିକି ଲେଖିବ। ତ ସେଇଟା ତମ ବୁକ୍ ବି କିଛି କାମ କରିବନି, କି ନୋଟ ବି କାମ କରିବନି। ଖାଲି ଯାହା ହେଡିଙ୍ଗ ଇମ୍ପୋର୍ଟାଣ୍ଟ ପଏଣ୍ଟ କୁ ହିଁ ତୁମେ ଫଲୋ କରିବ, ଓଭରଲୁକ୍ କରିବ, ଯାହା ବୁଝଛ ସେଇଟା ଲେଖିବ। ଏକ୍ସାମ 1.5 ଘଣ୍ଟା କେତେବେଳେ ଯିବ ଜଣା ପଡିବନି। ଏଟା ତ 1.5 ଘଣ୍ଟାର ଏକ୍ସାମ, ଜାଣିଛ ତ, 40 ମାର୍କ୍ସ ର ହେଲା ଏପଟା କହୁଛି। ବାକି ତୁମର ସିଡିପି ଆଉ ଫିଲୋସଫି ଆଉ ଆଇସିଟି ରେ ତ 80 ମାର୍କ୍ସ ର, ଏଟା କି 3 ଘଣ୍ଟା, ତ ଆରାମସେ ବସି ଲେଖିବ ଆଉ। ହଉ, ତାପରେ ଆସିଲା ତୁମର ଲିସେନିଂ। ଗୋଟେ ଗୋଟେ କି ଜାଣିବା, ଯୋଉଟା କି ୟୁନିଟ୍ 3 ରେ ତୁମର ଲିସେନିଂ ଆଉ ତୁମର ସ୍ପିକିଂ ସ୍କିଲ୍ ଅଛି। ହଁ, ତ ଲିସନିଂ ହଉଛି ଇଜ ଦ ଫାର୍ଷ୍ଟ ଷ୍ଟେପ ଇନ୍ ଲର୍ନିଂ ଏ ଲାଙ୍ଗୁଏଜ। ଯେତେବେଳେ ଆମେ ଗୋଟେ ଲାଙ୍ଗୁଏଜ ଟାକୁ ଶିଖୁଛେ ସେତେବେଳେ ଲିସନିଂ ଫାଷ୍ଟ, ମୁଁ ଯେମିତି କହିଥିଲି LSRW, ତୁମେ ତାକୁ ପରିବର୍ତ୍ତନ କରିବ ନାହିଁ, ଏମିତି ଏପଟ ସେପଟ ହବନି, ସିକ୍ୱେନ୍ସ ଅର୍ଡରରେ ହବ। ତ ଫାର୍ଷ୍ଟ ସ୍କିଲ୍ ତାହେଲେ କୋଉଟା ହେଲା? ଲିସନିଂ ହେଲା ପ୍ରଥମ, ହେଲା। ତ ଏଇଟା ହଉଛି ଫାଉଣ୍ଡେସନ। ଗୋଟେ ଲାଙ୍ଗୁଏଜ ଶିଖିବାର ଗୋଟେ ହ୍ୟୁମାନ ଭିତରେ ଏଇଟା ହଉଛି ଫାଉଣ୍ଡେସନ କ୍ରିଏଟ କରେ। ତୁମେ ଯେତେବେଳେ ଭଲସେ ଶୁଣିବ ତାହେଲେ ଯାଇକିନା ଧୀରେ ଧୀରେ କହିବାର ଶିଖିବା ଆଗକୁ ବଢିବ, ବା ପଢିବ ବା ଲେଖିବ। ଫାଷ୍ଟ ତୁମେ ଶୁଣିଲ ମନ ଧ୍ୟାନ ଦେଇକିନା, ମାଇଣ୍ଡରେ ରିପ୍ରେଜେଣ୍ଟ କରିବ, ମ୍ୟାମ୍ କଣ କହିଲେ, କୋଉ ଲାଙ୍ଗୁଏଜରେ କହିଲେ, ୟା ମାନେ କଣ। ତାପରେ ତୁମେ ଆଗକୁ ବଢିବାକୁ ଚେଷ୍ଟା କରିବ। ତୁମେ ଯଦି ଶୁଣିନ ହିଁ ଭଲସେ, ତାହେଲେ ତୁମେ ଆଗକୁ ବାକି ତକ ଯେତିକି ସ୍କିଲ୍ ଅଛି ବିଲକୁଲ ଇମ୍ପୋର୍ଟାନ୍ସ ହିଁ ଦବନି। ଇନ୍ ଆୱାର ସ୍କୁଲ ସବୁବେଳେ ମୂର୍ଖ ଗଧ ଭଳିଆ ଆମର କାମ କରନ୍ତି, ଖାଲି ତ ଲେଖି ପକେଇବୁ ଆଉ, ହଁ କି ନାଇଁ? ଖାଲି ପିଲାଟା କେମିତି କହିବ, କେମିତି ଲେଖି ପକେଇବ। ଆଉ କାହିଁ ତମେ ତ ଇମ୍ପୋର୍ଟାଣ୍ଟ ଦଉନା, ପିଲାଟା ଭଲସେ ପଢି ପାରୁଛି କି ନାଇଁ, ଶୁଣୁଛି କି ନାଇଁ, ସେଇଟା ନାଇଁ, ଖାଲି ସେ ଲେଖିବାର ଅଛି, ମାର୍କ ଆଣିବାର ଅଛି, ସେଇଟା ହିଁ ଅସୁବିଧା ହେଇଯାଏ। ତ ପ୍ରାୟତଃ ଆମ ସ୍କୁଲରେ କଣ ହୁଏ ନା, ଟିଚର ଦେଖ ଏଠି କଣ ଲେଖା ହେଇଛି, ଦେ ଆର୍ ଟିଚର୍ସ ଅଫ ଇଂଲିଶ ଲେ ମୋର ଇମ୍ଫାସାଇଜ ଅନ୍ ରିଡିଂ ଆଣ୍ଡ ରାଇଟିଂ। କେବଳ ସେମାନେ, ସରି ସ୍ପିକିଂ କଥା କହୁଥିଲି, ଭୁଲ କହିଥିଲି। ତ ରିଡିଂ ଆଉ ରାଇଟିଂ କେମିତି ପିଲାଟା ପଢିଦବ ଆଉ ଲେଖିଦବ, ଏଇଟା ବେଶୀ ଇମ୍ପୋର୍ଟାନ୍ସ ଦିଅନ୍ତି, ଏକ୍ସପେନ୍ସିଭ ଅଫ ଲିସନିଂ ଆଣ୍ଡ ସ୍ପିକିଂ। ତ ଏଇ ଲିସନିଂ ଆଉ ସ୍ପିକିଂ ତୁଳନାରେ ସେମାନେ ରିଡିଂ ଆଉ ରାଇଟିଂ ରେ ବେଶୀ ଇମ୍ପୋର୍ଟାନ୍ସ ଦିଅନ୍ତି ଏଭ୍ରି ଟାଇପ ଅଫ ସ୍କୁଲରେ, ଏଭ୍ରି ଟିଚର। This is so because এটা କଣ ପାଇଁ ହୁଏ ନା, listening and speaking are not important from the examination point of view. examination point of view ରୁ ଯେ ଏକ୍ସାମ କରାଉଛନ୍ତି, ଯେ ନଉଛନ୍ତି ଏକ୍ସାମ, ତ ତାଙ୍କର ଅନୁସାରେ କଣ ଏଟା ଇମ୍ପୋର୍ଟାଣ୍ଟ ପୁଣି ନୁହଁ। ତ ଟିଚିଂ ଲିସନିଂ ସ୍କିଲ୍ ଇଜ ଭେରି ଇମ୍ପୋର୍ଟାଣ୍ଟ। ତ ଏଇଟା ହଉଛି କଣ, ଏଇଟା ଆମେ ଜାଣିବାର କଥା। ଏଇଠି ତୁମକୁ ଓଭରଅଲ୍ କୁହାଗଲା କି ଲିସନିଂ, ସ୍ପିକିଂ, ରିଡିଂ ଆଣ୍ଡ ରାଇଟିଂ ଚାରିଟା ଯାକ ସ୍କିଲ୍ ବହୁତ ଇମ୍ପୋର୍ଟାଣ୍ଟ, କିନ୍ତୁ ସ୍କୁଲରେ ବେଶୀ ରିଡିଂ ଆଉ ରାଇଟିଂ ଉପରେ ଇମ୍ପୋର୍ଟାନ୍ସ ଦିଆଯାଉଛି। କାହିଁ ପିଲାଟା କହିବାର ଶକ୍ତି ତାର ଡେଭଲପ ହେଇଛି ନା ନାଇଁ, ଓରାଲି ତାକୁ କିଛିଟା କ୍ୱେଶ୍ଚନ ପଚାରିବା, ସେ ଭଲସେ ଶୁଣୁଛି କି ନାଇଁ, ଏଇ ଜିନିଷଟା ଲିସନିଂ ଆଉ ତମର ସ୍ପିକିଂ ରେ ଏତେ ଇମ୍ପୋର୍ଟାନ୍ସ ଦଉନାହାନ୍ତି। ଟାଇପ୍ସ ଅଫ ଲିସନିଂ ଗୋଟେ ହଉଛି ତୁମର 3 ଟାଇପ ର, ବ୍ରଡଲି ଡିଭାଇଡେଡ। ଦେଖ ଏଇଟା ଫୋକସ ଲିସନିଂ और इंटेंसिव लिसनिंग ଆମେ କହୁଛେ, ଆଉ ଗୋଟେ ହଉଛି କାଜୁଆଲ ଲିସନିଂ, ଆଉ ଗୋଟେ ହଉଛି ଏକ୍ସଟେନ୍ସିଭ ଲିସନିଂ। ମେନଲି 2 ଟାଇପ ର, ହେଲା କହିବାକୁ, ତୁମେ ଯେତେବେଳେ ଆଗକୁ ଓଟିଟି ୱେଷ୍ଟେଡ୍ ପାଇଁ ପଢିବ, ତୁମେ 2 ପ୍ରକାର ଲିସନିଂ ପଢିବ, ଯୋଉଟା କି ଏକ୍ସଟେନ୍ସିଭ, ଇଣ୍ଟେନ୍ସିଭ, ଦିଟା ସବୁଥିରେ ଅଛି, ରିଡିଂ ବି ଅଛି, ରାଇଟିଂ ବି ଅଛି, ଏଟା ସବୁ ତୁମେ ପଢିବ, ହେଲା ଧୀରେ ଧୀରେ ଅଛି। ପ୍ରାୟତଃ 2 ପ୍ରକାର, କିନ୍ତୁ ଏଇଟା ଗୋଟେ ଏକ୍ସଟ୍ରା ଲେଖା ହେଇଛି, ମୁଁ ଲେଖିଦବ ବୁକରେ ଯାହା ଲେଖା ହେଇଛି, ଜଏନ୍ ପବ୍ଲିକେସନ ଯାହା କହୁଛି ସେଟା ତୁମେ କର। ତ ଫୋକସ୍ଡ ଲିସନିଂ और इंटेंसिव लिसनिंग, ଆଉ ଗୋଟେ କାଜୁଆଲ ଲିସନିଂ, ଆଉ ଗୋଟେ ଜିଷ୍ଟ ଲିସନିଂ ବା ଏକ୍ସଟେନ୍ସିଭ। ଦେଖିବା କଣ କଣ ଫୋକସ୍ଡ और इंटेंसिव ମାନେ, ଯେତେବେଳେ ମୁଁ କଣ କରୁଛି ଦେଖ, attention on a particular news item and come out with the fact and details, some examples ଛାଡି ଦେଇଛି, ଲେଖି ନାହିଁ ଆଉ, ଏମିତି ମୁଁ କରେ ସବୁବେଳେ। ଗୋଟେ କଣଟା ଗୋଟେ ହେଇଥିଲା, ମାଇଣ୍ଡ କୁଆଡେ ଡାଇଭର୍ଟ ପଳେଇଛି, ଗୋଟେ କଣ ଲେଖି ଦେଇଛି, ଛାଡି ଦେଇଛି, ଛାଡ, ହଉ ମୁଁ ବତାଉଛି, ତମେ ଲେଖ। ଇଣ୍ଟେନ୍ସିଭ ମାନେ ହଉଛି ଆମେ ଯେତେବେଳେ ଭଲସେ ଡିପଲି ଯେତେବେଳେ ପଢୁଛେ,
ତାତ୍ତ୍ୱିକ ପଠନ ବୋଲି ୟାକୁ କହନ୍ତି ଓଡିଆରେ ହେଲା। ମୁଁ ପେଡାଗୋଜି ପଢିଥିଲି ତ ମୋ ଏକ୍ସାମ ପାଇଁ, ସେଥିପାଇଁ ମନେ ଅଛି ତ କହିଦେଲି ହେଲା। ତ ଇଣ୍ଟେନ୍ସିଭ ଲିସନିଂ, ତାତ୍ତ୍ୱିକ ପଠନ ସେଟା ରିଡିଂ ରେ ପଢିଥିଲି, ତ ଏଇଟା ହଉଛି ତାତ୍ତ୍ୱିକ ଆମେ କଣ କହିବା ଶୁଣିବା ହେଲା। ତ ଲିସନିଂ ଶୁଣିବା। ତ ତୁମେ ଯେତେବେଳେ ମୋ କଥାଟାକୁ ଡିପଲି ଶୁଣୁଛ ସେଟାକୁ ଆମେ କଣ କହିବା ଇଣ୍ଟେନ୍ସିଭ ବା ଡିପଲି। ମ୍ୟାମ୍ କଣ କହୁଛନ୍ତି କଣ ପାଇଁ ଆଗକୁ ଏକ୍ସାମ ରେ ଆସିବ ପଡିବ ଇମ୍ପୋର୍ଟାଣ୍ଟ। ମୁଁ ଯେତେବେଳେ ନର୍ମାଲ କହୁଥିବି ତମେ ଶୁଣୁଥିବ, ବାକି ତମକୁ ପିଲାମାନେ ଏଇଟା ଭେରି ଇମ୍ପୋର୍ଟାଣ୍ଟ ମନେ ଧ୍ୟାନ ଦେଇକି ଶୁଣ। ତ ଆଉ ସେତେବେଳେ ତମର ଷ୍ଟାର୍ଟ ହଉଛି କଣ ଇଣ୍ଟେନ୍ସିଭ ଲିସନିଂ, ଆମେ ଆହୁରି ମନେ ଧ୍ୟାନ ଦେଇକି ଶୁଣୁଛୁ। ଏବେ ଏତିକି ଆନ୍ଥ ମୁଁ ତମକୁ ବତଉଛି ସବୁଗୁଡାକ। ତାପରେ ଆସିଲା କାଜୁଆଲ ଲିସନିଂ। କାଜୁଆଲି ଯେମିତି ତମେ ମାନେ ମତେ କଲ୍ କରିଛ, ମ୍ୟାମ୍ ଆଜି ଏହା ହେଲା ସେମିତି ହେଲା, ମାନେ ପାଠ ବିଷୟରେ ତମେ ପଚାର ନା, ଗୋଟେ ନର୍ମାଲ ତମେ ପଚାରୁଛ ମ୍ୟାମ୍ ଏମିତି ହେଲା ସେମିତି ହେଲା, ଆମେ ଗୋଟେ କାଜୁଆଲ କଥା ହଉଛେ। କାଜୁଆଲି କିଛି ତାର ଆଉଟକମ୍ ମାନେ ଏମିତି କିଛି ଡିପ୍ ଇମ୍ପୋର୍ଟାଣ୍ଟ ଏବେ ହିଁ କଥା ହବାର ଅଛି ଏମିତିଆ ନାହିଁ, ହଉଛି କାଜୁଆଲ ଲିସନିଂ ହେଲା। କାଜୁଆଲି ତୁମେ ମାନେ ଶୁଣୁଛ, ହଁ ମ୍ୟାମ୍ ଗୋଟେ ଷ୍ଟୋରି କହୁଛନ୍ତି ତୁମେ କାଜୁଆଲି ଶୁଣୁଛ, କାଜୁଆଲ ଲିସନିଂ ଆସିଲା। ତାପରେ ଆସିଲା କଣ ଜିଷ୍ଟ ବା ଏକ୍ସଟେନ୍ସିଭ ଲିସନିଂ ହେଲା। ସେଟା ତାତ୍ତ୍ୱିକ ଥିଲା, ଏଇଟା ବ୍ୟାପକ ବୋଲି କୁହାଯାଏ। ସେଇଥିରେ କଣ ନା ତୁମର ଯେତେବେଳେ ଆମେ ଗୋଟେ ରେଡିଓ ଶୁଣୁଛେ ବା ଗୋଟେ ଗୀତଟେ ଶୁଣୁଛେ ବା ଏମିତି କାହାର ବ୍ରେକଅପ୍ ଷ୍ଟୋରି ଶୁଣିବା, କେମିତି ଶୁଣୁଛେ ପୁରା ଡିପଲି ମନେ ଧ୍ୟାନ ଦେଇକି ଶୁଣୁଛ ନା, ତାର ଗୋଟେ 100 ଥର ବ୍ରେକଅପ୍ ହଉଛି ପେଚଅପ୍ ହଉଛି ଆମେ ଖାଲି ଏମିତି ଗୋଟେ ଶୁଣିଦବା ଆଉ, ହଁ କି ନାଇଁ। ଏଟା ହଉଛି ତମର ଏକ୍ସଟେନ୍ସିଭ କଥା ଆସିଲା। ଠିକ ଅଛି, ବୁଝିପାରିଲ। ଦେଖ ଏଇଠି ଏଣ୍ଟାର କନଭରସେସନ ବଟ୍ ୱି ସେ ଇନ୍ ବ୍ରିଫ, ମାନେ କିଛି ଥର ସମରାଇଜ କରିକି ତୁମକୁ ପୁରା ଟୋଟାଲି ମ୍ୟାମ୍ ଆପଣ କହିଦିଅନ୍ତୁ ଆଉ କାଲି ଏକ୍ସାମ ଅଛି ୟୁନିଟ୍ 3 ଟା କଣ କଣ ଅଛି ମେନ୍ ପଏଣ୍ଟ ଗୁଡା କହିଦେଲେ, ତ ସେଇଟା ତୁମ ହଉଛି କଣ ଏକ୍ସଟେନ୍ସିଭ, ଯୋଉଟା କି ବ୍ୟାପକ ଓଭରଅଲ ତୁମେ ପଢୁଛ। ମେନ୍ ପଏଣ୍ଟସ ଗୁଡାକ ଖାଲି ଦେଖି ଦଉଛ କଣ କଣ ମ୍ୟାଟର ଅଛି, ଓଭରଅଲ ସମରାଇଜ ଆମେ କହୁଛେ। ଆଉ ଇଣ୍ଟେନ୍ସିଭ କଣ ଲାଇନ ଟୁ ଲାଇନ ପଢିବା, ବା ସେ ଯୋଉ ତୁମର ସେଟା ରିଡିଂ ରେ ଆସୁଛି ଲାଇନ ଟୁ ଲାଇନ ଶୁଣିବା, ମାନେ ଇଚ୍ ଆଣ୍ଡ ଏଭ୍ରି ଜିନିଷ ମୁଁ ତୁମକୁ ଯାହା କହୁଛି ତୁମେ ଯେତେବେଳେ ଭଲସେ ମନ ଧ୍ୟାନ ଦେଇକି ଶୁଣୁଛ ପ୍ରତ୍ୟେକ ଲାଇନ କୁ, ଏଇଟା ହଉଛି ତମର ଇଣ୍ଟେନ୍ସିଭ। ଆଉ ଏକ୍ସଟେନ୍ସିଭ ହଉଛି ତୁମେ ଓଭରଅଲ ଯେତେବେଳେ ଶୁଣୁଛ ନର୍ମାଲ ହେଲା। ଏଇଥିରେ ତୁମେ ମନେ ଧ୍ୟାନ ଦେଇକି ବି ଶୁଣୁଛ, ଖାଲି ଜିଷ୍ଟ ଜିଷ୍ଟ ମାନେ କଣ, ତୁମେ ଯଦି ସମରାଇଜ ଟା ନ ଜାଣିବ କେମିତି ହବ। ଆଉ କାଜୁଆଲ ମାନେ କଣ, ତା ଦେହରୁ ତମେ ଅଧା ଜିନିଷ ଭୁଲି ଯାଇଥିବ, ସେ ଏତେ ସାକ ଗପୁଥିବ ବସିକିନା, ତା ଦେହରୁ ତମକୁ ପ୍ରତି ସେ କହିବ କି ତମେ ଏ କଥାଟା କହିଥିଲ ତୋର ମନେ ନାହିଁ, 2-3 ଦିନ ପରେ ତମେ ଯେତେବେଳେ ସାଙ୍ଗେ କଥା ହବ ସେ କହିବ କି ଆରେ ମୁଁ ତତେ ଏଇ କଥାଟା ସେଦିନ ବା କହିଥିଲି ତୋର ମନେ ନାହିଁ। ତୁମେ କେମିତି ମନେ ରଖିବ, ତୁମେ ପୁରା କାଜୁଆଲି ଶୁଣିଛ ତାହେଲେ ଏତେ ଭଲସେ ମନେ ରଖିପାରିବ ନାହିଁ ହେଲା। ଏବେ ବୁଝିପାରିଲ, ହେଲା ତମର ଇଣ୍ଟେନ୍ସିଭ, କାଜୁଆଲ, ଏକ୍ସଟେନ୍ସିଭ ଲିସନିଂ। ସମସ୍ତଙ୍କୁ କ୍ଲିୟର ନା କିଛି ଡାଉଟ? Yes, ma'am. Clear. କ୍ଲିୟର। ତାପରେ ଆସିଲା ସଫ୍ଟ ସ୍କିଲ୍ସ ଅଫ ଲିସନିଂ। କଣ କଣ ଅଛି ସଫ୍ଟ ସ୍କିଲ୍ସ? ଲିସନିଂ ଫର ସାଉଣ୍ଡ ପ୍ରିସେପସନ, ଲିସନିଂ ହ୍ୟାଲୋ ଫର କମ୍ପାରିଜନ। ଆଜ୍ଞା କୁହନ୍ତୁ। ମ୍ୟାମ୍ ଟିକେ ଥାର୍ଡ ଯୋଉ ଲିସନିଂ ସ୍କିଲ୍ ଆଉ ଥରେ ବୁଝେଇବେ, ଏକ୍ସଟେନ୍ସିଭ ଲିସନିଂ। କୋଉଟା ବୁଝେଇବି? ଏକ୍ସଟେନ୍ସିଭ ଟା ଏଇଟା। ଆଜ୍ଞା। ଏକ୍ସଟେନ୍ସିଭ ମାନେ ହଉଛି ଓଭରଅଲ ଜିନିଷ ଜାଣିବା, ବା ଆମେ କହିବା ଜିଷ୍ଟ କୁ ଜାଣିବା, ସମରାଇଜ। ଯେମିତି କି ତମେ କହୁଛ ଧୁରନ୍ଧର ମୁଭିରେ କଣ ଅଛି ହେଲା, ମୋର ଏକ୍ସାମ ଯୋଉ ଦିନ ଥିଲା ତାର 2 ଦିନ ଆଗରୁ ଏମିତି ଇଚ୍ଛା ହୁଏ ନା, ପାଠ ତ ପଢିବାକୁ ତ ଇଚ୍ଛା ହୁଏନି, କଣ ପାଇଁ କିଛି ତ ଆସୁନି, ପାଠ ପଢିବି ଆଉ କଣ, ଏବେ ତ ଟାଇମ ହିଁ ନାହିଁ, ବସିକି କଣ ଗୋଟେ ଏମିତି ସ୍କ୍ରଲ କରୁଥିଲି, ଆସିଲା ସେ ମୁଭିର ସମରାଇଜ, ମୁଁ ଦେଖିଥିଲି। ଆଚ୍ଛା ମୁଁ ଯୋଉ ସମରାଇଜ ଟା ଦେଖିଛି ସେଇଟା କଣ ଜିଷ୍ଟ କହିବା ବା ସମରାଇଜ କହିବା, ତାକୁ ମେନ୍ ଇମ୍ପୋର୍ଟାଣ୍ଟ କଣ କହିବାକୁ ସେ ଚାହୁଁଛି ଷ୍ଟୋରିରେ, ସେଇଟା ହଉଛି ତମର ଜିଷ୍ଟ, ବା ସେଇଟା ଆମେ କହିବା ଏକ୍ସଟେନ୍ସିଭ ବ୍ୟାପକ ପଠନ ବୋଲି ଆମେ ତାକୁ କହୁଛେ। ପଠନ ତ ନୁହଁ ବାରମ୍ବାର ହେଇଯାଉଛି, ସରି, ଏଟା ଶୁଣିବା ଆମେ କହିବା ଲିସନିଂ ଯେହେତୁ କହୁଛେ ହେଲା। କେବଳ ଜିଷ୍ଟ ବା ସମରାଇଜ କୁ ବୁଝିବା ପୁରା ଏଣ୍ଟାର ଷ୍ଟୋରିରେ। ଏବେ ବୁଝିପାରିଲ? ଆଜ୍ଞା। ତାପରେ ଦେଖିବ ସଫ୍ଟ ସ୍କିଲ୍ସ ଅଫ ଲିସନିଂ। ସଫ୍ଟ ସ୍କିଲ୍ସ କଣ? ଲିସନିଂ ଫର ସାଉଣ୍ଡ ରିସେପସନ, ଏଇଟା କହିଲେ ନା, ଦେଖ ଏଇଟା କଣ କଣ ଆସୁଛି। ଏଇଠି ଲିସନର କଣ କରିବ? ଆଇଡେଣ୍ଟିଫାଇ ଦ ଡିଫରେଣ୍ଟ ସାଉଣ୍ଡ, group sounds into meaningful unit, interpret basic intonation pattern, stress, rhythm, and pause for expression. এটা হচ্ছে listening for sound reception. ଦେଖ ଆମେ ଗୋଟେ ଜିନିଷକୁ କେମିତି ଶୁଣୁଛେ ସେଟା କେମିତି ଜଣା ପଡେ। ଯଦି ଜଣେ ନର୍ମାଲ ସ୍ପିଡରେ କହିଥିବ, ବେଶୀ ସ୍ପିଡ ନାହିଁ କି ବେଶୀ ସ୍ଲୋ ନାହିଁ, ଆଉ ଯୋଉ ଜିନିଷକୁ ଯୋଉ ଷ୍ଟେଟମେଣ୍ଟ କୁ ଯୋଉ କମାଣ୍ଡରେ କହିବା କଥା, ମାନେ ହଉଛି ସେଇଆ। ମାନେ ଦେଖ ଯଦି ମୁଁ ତମକୁ କ୍ୱେଶ୍ଚନ ପଚାରୁଛି, ସୋ ହ୍ୱାଟ ଇଜ ୟୋର ନେମ୍, ତ ଏଇଟା ତ ମୁଁ କୋଉ ମାନେ ଟାଇପ ର କହିଲି, କୋଉ ୱେ ଅଫ ଟକିଂ ରେ କହିଲି। ପ୍ଲିଜ ପିଲାମାନେ ଦୟା କରିକି ତୁମେ କ୍ଲାସରେ ଟାଇମରେ ଜଏନ କର, ଏଇଟା ମୁଁ କୋଉ ଟାଇପ ର କହିଲି?
रिक्वेस्ट करके कहली सेटा मु क्वेश्चन पचारली स्टैंड अप ओपन द डोर एटा को कमांड दे की कहली तो मु जतबेले तुमको कहूची हैला मो भॉइस रो कौन होची इंटोनेशन कहिबार स्टाइल बा मो भॉइस रो पिच ऊपर को जाउची अप होची डाउन होची अकॉर्डिंग टू स्टेटमेंट अकॉर्डिंग टू पंक्चुएशन मार्क क्वेश्चन मार्क अछि ता माने कोन मु तुमको क्वेश्चन पचारुची ताले मु सेटा केमिति कहबी व्हाट इज योर नेम एबे तुमको मु बुझेइली केमिति का को जिंस को कहछि तो एटा आसला तुमरो इंटोनेशन भॉइस रो पिच अप एंड डाउन हबा पंक्चुएशन मार्क अकॉर्डिंगली आमे जतेबेले हमर स्वर को बदलुजे बा आमे कहिबा वे ऑफ आस्किंग को बदलुजे ताको आमे कहूजे एटा होची कोन इंटोनेशन पैटर्न टा स्ट्रेस कोन प्लीज तमे माने एग्जाम रे आगु को अछि एग्जाम पई भल से पढो प्लीज एग्जाम पई भल से पढो एटी फोकस टा कोन हला स्ट्रेस टा मु कोथि के देली देखो माउथ रे कहूची भल से सुन प्लीज एग्जाम अछि सेति पई समस्ते पढो तो एग्जाम ऊपर स्ट्रेस आसिला एबे बुझी पालो मु नॉर्मली तुम कहबी पढुनो कोन पई एते बदमाशी कम पे करछो पाठ पढनो दिन रात 24 घंटा खाली मोबाइल देखुछो ता हम मां मानकर कमेंट डायलॉग हां कि नहीं यस और नो क्षीर उतरी जीव मोबाइल देखे बसिकी चालुथिली पड़ी गली मोबाइल देख आउरी अरे की कथा गाड़ी चललो एक्सीडेंट हो गला मोबाइल देख ହେଲା आज नॉर्मल एमती मुंड कुंडला बेले मु कहूथिला जी केते सारा चुट्टी उपुडुची कोदिन माने मोर एई एग्जाम चक्कर रे पाठ पढ़ा चक्कर रे कोदिन मु नांडी भी हिजिबी जना पड़िबनी आउरी मोबाइल देख चुट्टी उपुडीबनी अरे की कांसेप्ट माने हस लागे बेले बेले हैला बुझी पाछ ना नहीं एमती त माने सुनछ ना नहीं सब कथा रे मोबाइल देख मोबाइल तो मैं देखु ही नहीं सेटा ही तो प्रॉब्लम मोबाइल देखा समय ही नहीं काश मु देखंती हेले तो मते टिके बाधंता कि हां मु देखुची बोली तो सेटा ही असुविधा आ कोन करबा जानि पछ ना नहीं समस्त घरे हुए ना सेई कथा सेया माने आज सामान्य मुंड कुंडौथिले माने मुंड उपि तांका आगे तुम कुंडे परिबनी माने किछि तरह तुम कंप्लेन करि परिबनी हैला सेटा होचे कथा ग्लास टा पिउथिली पानी खसी गला हातरु हैला सेटा कोन हितला माने तेल हाथ हितली गोटे कोन करथिली हैला तो पड़ी गला खसी गला आउर मोबाइल देख माने से तो मोबाइल मो हाथ रे नाही टोटल मोबाइल कोडे छ मु जानि भी नाही हैला कारण मु क्लास हल्ला तो टोटल मोबाइल छुएनी मते बहुत स्ट्रेस लागे एते सारा क्लास नै टोटल से मोबाइल फिंगी दे जा होचो हैला तो सही वाला एमती शुणिया को पड़ुची आउ तो सेटा होची स्ट्रेस रो माने होची कि तमरो को सेंटेंस रे माने तुमरो गोटे सेंटेंस रे को पर्टिकुलर एरिया रे तुमको स्ट्रेस दिया गला बा इंपोर्टेंट दिया गला जेमदि कि पाठ पढिबाटा इंपोर्टेंट कोन पई दिया गला कि तुमर एग्जाम अछि बोली एग्जाम नथिले तुमको बार बार कहतन पाठ पढ बोली हैला एटा होची स्ट्रेस गोटे सेंटेंस रे हमें कोडा को बेसी इंडिकेट करछे मुख्य दउछे बेसी इंपोर्टेंस दउछे रिदम कोन स्वर आ ताल लय जेतल तुमे पोएम टा को गाउछ बा पढुछ आउ पॉजेस माने कोन कोठी पॉज करबा कोठी प्ले करबा तुमे गोटे पूर्णच्छेद पर टिके समय रहुछ किछि सेकंड तापरे की करूछ माने आगो को बढ़ुछ नेक्स्ट सेंटेंस पढिबारे तो एटा होची साउंड परसेप्शन एतिको सब जिंस तुमको साउंड को ही बुझेला ना नहीं हैला तापर आसला लिसनिंग फॉर कंपैरिजन कंपैरिजन होची एठी लिसनर कोन करबा ना प्रेडिक्ट व्हाट द स्पीकर इज गोइंग टू टॉक अबाउट से कोन कहबा चाहूँ जेमति कि एबे आजिर क्लास रे मु तुमको कोन कहया चाहूँ ना लिसनिंग और स्पीकिंग रो इंपोर्टेंस टा कोन लैंग्वेज लर्निंग रे सेटा मु तुमको कहया चाहूँ मोर मेन इंटेंशन सेटा असला अंडरस्टैंड मीनिंग एंड साउंड ऑफ एंड ऑफ वर्ड्स फ्रेजेस एंड सेंटेंसेस तो एठी कोन असला हम एटा अंडरस्टैंड करबा मीनिंग को वर्ड को फ्रेजेस को सेंटेंस को यदि तुम्हें जानिछ कि कोटा पाठ पढ़ा जीव कौन इंटेंशन थिला ताले से अनुसार तुम्हें सेटा को सुनिया को भी पड़िबो तार मीनिंग बुझिया को पड़िबो देखो आमे आज तुमे मन कोच मैम आज को चैप्टर पढ़िबा को सब्जेक्ट पढ़िबा और मु कोच पिला माने आज एया पढ़िबा तो तमर इंटरेस्ट थिबो गोटे नुवा सब्जेक्ट पढ़िया पई ताले तुमे भल से सुनिबो एटा त माने होची एया मते इंटरेस्ट नाही से आगु पढ़िथिबो न कोटे जानि दिथिबो जेमति एग्जांपल मोर सेमते गोटे गुणटा अछि कि जदि मु ए कथाटा आगु जानि थिबी बा सुनि थिबी बुझी थिबी सेकंड टाइम मु पढ़िबिनी मु कभी चल चल इग्नोर कर मागु को पढ़ी दिए माने कि मु चाहे कि जेमते अल्प टाइम रे बहुत किछि जिंस जानि परिबी आ सेटा को रिपीट करिक लाभ कोन सेम तो जिंसटा ही ना बुझी पाछ ना नहीं तो एटा होजे कथा कंपैरिजन सब मिक्स अप को बुझेला आउरी अछि लो सॉरी नी अंडरस्टैंड स्टेटमेंट्स कमांड्स रिक्वेस्ट एंड क्वेश्चन तो मैं सेटा अंडरस्टैंड करिवो को फॉर्मेट रे किए कोन कहला कोन नहीं
ସେଟା ସାଉଣ୍ଡ को बेसी କରିକି ବୁଝାଏ, ଏଟା ତୁମର ସବୁ ଷ୍ଟେଟମେଣ୍ଟ को ବୁଝେଇଲା। କହିବାର ଷ୍ଟେଟମେଣ୍ଟ, କମାଣ୍ଡ, ରିକ୍ୱେଷ୍ଟ, କ୍ୱେଶ୍ଚିନ୍ କୋଉ ଫର୍ମାଟ ରେ ସେ କହୁଛି। ତାପରେ ଡିଟା ଛାଡ, ଇ କୁ ଆସ। listening actively in order to ask relevant question। ତୁମେ ସେଟା ଭଲସେ ଶୁଣିଲେ ତାପରେ କି ପଚାରିବ କ୍ୱେଶ୍ଚିନ୍ ଟା କି ବୁଝିପାରିଲ କି ନାହିଁ। ଟୋଟାଲି କ୍ଲାସ ରେ ଆଟେଣ୍ଟିଭଲି ଶୁଣୁନଥିବ ତାହେଲେ ତମର ସବୁ ଡାଉଟ ବାହାରିବ। recognize pronunciation production of sound। ଆମେ ମନେ ରଖିବା, ଆମେ ରେକଗ୍ନାଇଜ କରିବା pronunciation କେମିତି ଆମେ ପଢିବା, ଆଉ production of sound, ସାଉଣ୍ଡ ଆମେ କେମିତି ପ୍ରଡକ୍ସନ କରିବା। maintain his or her attention for a length of time। ହେଲା, ଆଉ ଆମେ ତାର attention ଟା ଜାଣିବା, ମାନେ କି attention, maintain his or her attention for a length of time। ଯେତିକି ସମୟ ସେ କହୁଛି, listening ମାନେ କଣ, ତମେ ମାନେ ଶୁଣୁଛ, ତ ଯେତିକି ସମୟ ଜଣେ କହିବ ହେଲେ କି ତୁମେ ଶୁଣିବ ନା, ତ ସେଇ ଟାଇମରେ ତୁମେ attention ତୁମର ଅଛି ନା ନାହିଁ, ସେଇଟା ବେଶୀ ଇମ୍ପୋର୍ଟାଣ୍ଟ। ଦେଖ ତୁମେ ଯଦି ତୁମେ ମାନଙ୍କ ସାଙ୍ଗରେ ମୁଁ ଏବେ କଲରେ ଅଧଘଣ୍ଟା କଥା ହେଲି, ତ ଅଧଘଣ୍ଟାରୁ କଣ ଅଧଘଣ୍ଟା ସାରା ତୁମକୁ ଯାହା କଥା ହେଇ ତୁମେ ସେଇଟା ମନେ ରଖୁଛ? ତମେ ସମରାଇଜ କରୁଛ କି ମ୍ୟାମ୍ କଣ କଣ କହିବାକୁ ଚାହୁଁଥିଲେ, ବା ଇମ୍ପୋର୍ଟାଣ୍ଟ କିଛିଟା ପଏଣ୍ଟ ତୁମେ ମନେ ରଖୁଛ। ହେଲା, ତ ସେଇଟାକୁ ତୁମେ ଅଧଘଣ୍ଟାରେ ତୁମେ କଣ କରୁଛ, ପାଖାପାଖି 15 ମିନିଟ୍ 20 ମିନିଟ୍ ଭଲସେ ଶୁଣୁଛ। କିନ୍ତୁ ତୁମେ ତ କ୍ଲାସ ଟା କରୁଛ, ତୁମେ 100 ହିଁ ଶୁଣୁଛ, ମାନେ ଟୋଟାଲ 1 ଆୱାର ସାରା ହିଁ ଶୁଣୁଛ ଭଲସେ। ତ ଆମେ ଗୋଟେ ଭିଡିଓ ଦେଖୁଛେ, ପାଠ ପଢୁଛେ, ତ ଆମେ ପୁରାଟା ଶୁଣୁଛେ। ଲେନ୍ଥ ଅଫ ଟାଇମ ବୋଲି କୁହାଯାଇଛି ଏଥିପାଇଁ। ବୁଝିଲ ଭାଇ ଓ ଭଉଣୀ ମାନେ? କ୍ଲିୟର? ଆଗକୁ ଯିବା। ଟେକ୍ନିକ ଅଫ and materials for teaching listening। କଣ କଣ ଟେକ୍ନିକ ଅଛି, ଡାଇରେକ୍ଟ ଏଇଠି ଆସ ରହିଥାଅ। ଏଇଠି ଦିଟା ଦେଖ ହେଲା, ଏଇଠି ଅଛି ତମର listening poster, the poster outlines। ଏଇଠି ମୁଁ କିଛିଟା ପଏଣ୍ଟ କହୁଛି, ଯୋଉଟା କି ତମେ ଆଡ କରିବ ତ ବହୁତ ଭଲ କଥା। ଦେଖ ଏଇଠି କଣ କହିଛି ନା, କଣ ପାଇଁ ଆମେ ଗୋଟେ ଛୁଆଟା ତୁମ କଥା ଶୁଣିବ, କେତେବେଳେ ତୁମେ ଯଦି କିଛି ହାଇଲାଇଟେଡ କାମ କରିବ। ଯେମିତିକା କ୍ଲାସରେ ବହୁତ ପିଲା ବଦମାସ ହଉଛନ୍ତି, ମୁଁ ସିଧା ଟିଏଲଏମ୍ସ ଗୁଡାକ ଧରିକି ଭିତରକୁ ପଶିଲି କ୍ଲାସ ରୁମ ଭିତରକୁ। ପିଲାମାନେ ଦେଖିବ ପୁରା ଦେଖୁଥିବେ, ଆରେ କଣ ହେଲା, କଣ ସବୁ ଧରିକି ଆସିଛନ୍ତି ମ୍ୟାଡାମ, ଆଜି କଣ ପଢେଇବେ। ତାପରେ ଯଦି ତୁମର ଇଣ୍ଟରେଷ୍ଟ ପଡିଛି ନା, ତାହେଲେ ତ ମୁଁ କହିବି କି ପିଲାମାନେ ଆଜି ଆମେ ଏଇଟା ପଢିବା, ଆଉ ଏଇ ଜିନିଷ ଏଇଟା ସେଇଟା ସେଇଟା। ତ ଏଇଠି କଣ ଆସିଲା ନା, ଯଦି ତୁମେ ଗୋଟେ କିଛି ପୋଷ୍ଟର ଦେଖଉଛ, ଟିଏଲଏମ୍ସ ଦେଖଉଛ, ଭିଡିଓ ଦେଖଉଛ, ପିପିଟି ଦେଖଉଛ, ଡାଇଗ୍ରାମ ବନେଇଲ, ମ୍ୟାପ ଦେଖେଇଲ, ହେଲା, କେତେ ସବୁ ପଏଣ୍ଟ ଦେଖ, ଚାର୍ଟସ ହେଇଗଲା, ଏ ସବୁ ଗୁଡାକ ତୁମର ଆସିଗଲା କଣ ନା, ତୁମେ ଜଣକୁ ଆଟ୍ରାକ୍ଟ କରୁଛ କି ସେ ତୁମ କଥାକୁ କେମିତି ଶୁଣୁ। ସେଥିପାଇଁ ତୁମେ ଡିଫରେଣ୍ଟ ଟିଏଲଏମ୍ସ ନେଇକି ଆମେ ଟିଏଲଏମ୍ସ କଣ ପାଇଁ ନେଇକି ଯିବା, ପିଲା କେମିତି ଭଲସେ ପାଠଟାକୁ ବୁଝିପାରିବ ଯାହା ପଢା ଯାଉଛି। ତ ସେଇଟା ହଉଛି ତମର, ଏଇଟା ଆଡ କରିପାରିବା, ଏଇଟା ହିଁ ଟେକ୍ନିକ, ମେନ୍ ଟେକ୍ନିକ ଟିଏଲଏମ୍ ଟା ଆମେ ୟୁଜ କରିବା, ସୋ ଦ୍ୟାଟ କି ଚାଇଲ୍ଡର ଆଟେନସନ ଆଉ ଇଣ୍ଟରେଷ୍ଟିଂ ଏଙ୍ଗେଜ ରହିକି ସେ କ୍ଲାସରେ ସବୁ ଜିନିଷକୁ ସେ ମନ ଧ୍ୟାନ ଦେଇକି ଶୁଣିବ। କଣ ପାଇଁ, ତାର ମେନ୍ ଇଣ୍ଟେନସନ ଥିବ ସେ ଟିଏଲଏମ୍ ରେ, କେତେବେଳେ ସେ ଟିଏଲଏମ୍ ଟା ମ୍ୟାମ୍ ୟୁଜ କରିବେ, ତ ସେଇ ଅନୁସାରେ ତାର ଏଣ୍ଟାର ପାଠଟାକୁ ସେ ଭଲସେ ଶୁଣୁଥିବ। ଏଇଟା ହିଁ ଲେଖା ହେଇଛି, ତୁମେ ପଢିବ ହେଲା। ଟେକ୍ନିକ ଅଫ ଟିଚିଂ ଲିସନିଂ, କଣ କଣ ଟେକ୍ନିକ ଅଛି ଆମେ ଭଲସେ ପିଲାକୁ ଶୁଣେଇବା ପାଇଁ, ମାନେ ଯେମିତି ପିଲାଟା ମନ ଧ୍ୟାନ ଦେଇକି ତମ କଥା ଶୁଣିବ, ପାଠ ପଢିବ। ଦେଖ କଣ କଣ ଅଛି, ଏଠି ଗେମ୍ ଗୁଡାକ, ବେବଲ ଗେବଲ, ବେରିୟର ଗେମ୍, ଆ ଦେହରେ ଅଧା ମୁଁ ଜାଣିନି, କହିଦଉଛି ରହିଥା। ୱାର୍ଡ ଟେନିସ, ଡ୍ର ଏ ଷ୍ଟୋରି, ଟେଲିଫୋନ କନଭରସେସନ, ୱେ ଟୁ ଲିସେନ, ଅଲ୍ ବହୁତ ଆଗରୁ ଚେଞ୍ଜ। ପଢିଥିଲି। କଣ ହେଇଛି ମ୍ୟାମ୍ ତା ତଳେ ଅଛି ଅଲ୍ ଚେଞ୍ଜ। ଅଲ୍ ଚେଞ୍ଜ, କୋଉଠି ଅଛି ଅଲ୍ ଚେଞ୍ଜ, କାଇଁ? ମ୍ୟାମ୍ ବୁକ୍ ରେ ବୁକ୍ ରେ ଅଛି। ଅଛି। ମ୍ୟାମ୍ ବୁକ୍ ରେ ଓ ଅଛି। ଆଚ୍ଛା, ହଉ ଠିକ ଅଛି, ତମେ ଏତିକି ଲେଖ, 6ଟା ହେଲାଣି, ଯେକୌଣସି 5ଟା ଲେଖ ଚଳିବ, କିଛି ଅସୁବିଧା ନାହିଁ, ଇଜି ଗୁଡାକ। ୟା ଭିତରୁ ମତେ ଯୋଉଟା ଆସୁଛି ମୁଁ କହିଦଉଛି ହେଲା। ଆଚ୍ଛା, ବେବଲିଂ କଣ ମୁଁ ଜାଣିଛି ହେଲା। ବବଲିଂ ମାନେ ହଉଛି ତୁମେ ଗୋଟେ ଲେଟର କୁ ରିପିଟ କରିବ, ଯେମିତି କି ବା, ବାବା, ମାମା, ହେଲା, ପାପା, ଏମିତି। ଏଇ ଲେଟର ଟାକୁ ତୁମେ କଣ, ମା ବୋଲେ ଲେଟର ଟାକୁ ତୁମେ ରିପିଟ କଲ, ଏଟାକୁ ବାବଲିଂ କହନ୍ତି। ସେଇଭଳିଆ ଗେମ୍ ଟା ମୁଁ ଏଠି ଲେଖିଥିଲି, ବୋଧେ କୋଉଟେ କୋଉ ଜାଗାରେ ଗୋଟେ। ଆଚ୍ଛା, ଯୋଉଟା ଆସୁଛି ମୁଁ କହିଦଉଛି। ୱାର୍ଡ ଟେନିସ ମାନେ କଣ ନା, ତୁମର ଆସିଲା ଯୋଉ ୱାର୍ଡ ଗେମ୍ ଯେମିତି ଖେଳୁନ, ତାକୁ କଣ କହନ୍ତି, ୱାର୍ଡ ଗେମ୍ ହିଁ ଖେଳୁଛ ନା, ଯୋଉ ଏ ଫର ଆପେଲ, ତାପରେ ଇ ରେ ସେ ଜଣ କହିବ ଏଲିଫାଣ୍ଟ, ଏମିତିକା, ହେଲା, ଏଇଟା। ତାପରେ ଡ୍ର ଏ ଷ୍ଟୋରି, ଯୋଉଟା ଇଜି ଗୁଡା ମୁଁ ଆଗ କହିଦଉଛି, ଏତିକି ମୁଁ ଜାଣିଛି। ଡ୍ର ଏ ଷ୍ଟୋରି କଣ ନା, ତୁମକୁ ଗୋଟେ ଷ୍ଟୋରି ଟା କଣ କହିଲି, ଆଙ୍କିବାକୁ କହିଲି, ତ ତୁମକୁ କେତେବେଳେ ଆଙ୍କିବ,
ଯେତେବେଳେ ତମେ ଭଲସେ ଶୁଣିବ ନା, ଏବେ ମୁଁ ତୁମକୁ କହୁଛି ଚତୁର କୁଆର ଗପ, ତ ମୁଁ ତୁମକୁ କହୁଛି, ତୁମେ ଶୁଣିଲେ ସିନା ଭଲସେ ଡ୍ରଇଂ ଟା ଆଙ୍କିବ। ଏଟା ହଉଛି ଡ୍ର ଏ ଷ୍ଟୋରି। କେତେବେଳେ? ଦେଖି ଦେଖି ନାହିଁ, ଶୁଣି ଶୁଣିକି ତମେ ଆଙ୍କିବ। ଟେଲିଫୋନ କନଭରସେସନ, ତୁମେ ଟେଲିଫୋନରେ କନଭରସେସନ କରୁଛ, ତାପରେ କି କଣ କରୁଛ ତୁମେ? ଏଟା ଗୋଟେ ଟେକ୍ନିକ, ତୁମେ ଭଲସେ ଶୁଣୁଛ କି କଣ କହିବାକୁ ଚାହୁଁଛନ୍ତି, ମ୍ୟାମ୍ କଣ କଣ ପାଇଁ କଲ୍ କରିଛନ୍ତି, ଇଣ୍ଟେନସନ କଣ ଇମ୍ପୋର୍ଟାଣ୍ଟ ଜିନିଷଟା କହିଲି। ତ ଆମେ ଜଣକୁ କଲ୍ କରୁଛୁ, ଅବଭିୟସଲି କିଛି ଇନଫର୍ମେସନ, ଆଇଡିଆ ଏଗୁଡାକ ହିଁ ସେୟାର କରିବା ପାଇଁ, ନ୍ୟୁଜ ଦେବା ପାଇଁ ଆମେ କଲ୍ କରୁଛେ। ୱେଜ୍ ଟୁ ଲିସେନ, କୋଉ ୱେରେ ତମେ ଶୁଣୁଛ ସେଇଟା ବି ଗୋଟେ ଆସିଗଲା। ଯେମିତି କି ଛୋଟ ପିଲାମାନେ, ତମେ କହିବ ଚୁପଚାପ ବସ, ମୁଁ ତମକୁ ଲେକ୍ଚର ମେଥଡ ପାଠ ପଢୁଛି, ତମେ ଭଲସେ ମନେ ଧ୍ୟାନ ଦେଇକି ଶୁଣ। କେବେ ଶୁଣିବେନି, କିଏ ବେଞ୍ଚ ରୁ, ଯେମିତି ମୁଁ କ୍ଲାସରେ ପଢଉଛି, ବେଞ୍ଚ ରୁ ଜଣେ ମାନେ ମୁଁ ବୁଝିପାରୁନି ସେ କଣ ହେଲେ ତାର, ବସିଥିଲା ଉଠିଲା, ସେପଟ ସେକ୍ସନ କୁ ଗଲା, ଗୋଟେ ଢୋ କିନା ଜଣକୁ ବଜେଇକି ଆସିକି ଆଉଥରେ ବସି ପଡିଲା। ସେପଟ ସେଇ ଟିଚର ଆସି କମ୍ପ୍ଲେନ କରୁଛନ୍ତି, ଆପଣଙ୍କର ସେକ୍ସନ ପିଲା ଯାଇକି ଏମିତି କରିଛି। ମୁଁ ଜାଣିନି, ମାନେ ମୁଁ ଆଶ୍ଚର୍ଯ୍ୟ, ମୁଁ ପଛଆଡେ ବ୍ଲାକବୋର୍ଡ ରେ ବସିକି ଲେଖୁଛି, ସେ ତାର ଉଠିକି ଯାଇକି ବାଡେଇକି ଆସିଲାଣି। ତମେ ଆଉ ଏଠି ଏକ୍ସପେକ୍ଟେସନ କଣ କରିବ? ଏବେ ଜାଣିପାରିଲ କଥାଟା? ତ ଏଇଟା ହଉଛି କଣ, ୱେ ଟୁ ଲିସେନ। ତୁମକୁ ସେ ଶୁଣିବ କେମିତି, ତୁମର ସେଇଟା ମାନେ ସ୍କିଲ୍ ଥିବା କଥା, କେମିତି ସେ ଭଲସେ ତୁମକୁ ଶୁଣିପାରିବ। ସେ ତମେ ଡିଫରେଣ୍ଟ ଟାଇପର ଗେମଟା ଯଦି ଆମେ କରିବା, ବା ଷ୍ଟୋରି କରିବା, ବା ରୋଲ ପ୍ଲେ କରିବା, ଡ୍ରାମା ଆକାରରେ କରିବା, ତାହେଲେ ନିହାତି ସେ ଶୁଣିବ। ତମେ ଯୋଉ ନାଟକ ଦେଖିଛ, ଯୋଉ ତମର ଯୋଉ ଅଛି ନା 10th କ୍ଲାସରେ ଦେଖିଥିବ ନା ଡ୍ରାମା, ଯୋଉ ଦଶହରା ଭେଟି, ଆଉ ଗୋଟେ କଣ କୋଣାର୍କ, ଏଗୁଡାକ ସବୁ ପଢିଥିବ ତମର, ସୁନା ନେଉଳ, ହଁ ଓଡିଆର। ହଁ ତ ସେଗୁଡାକ ତମକୁ ରିଡିଙ୍ଗ କରିବାକୁ ଭଲ ଲାଗୁଥିଲା? ମତେ ତ ମୁଁ ଗୋଟେ ଦିନ ବି ପଢିନି ସତରେ। ମୁଁ ଖାଲି କହିବି ସମରାଇଜ, ମତେ କିଏ କହିଥିବ, ମୁଁ ଟିକେ ସମରାଇଜ ବାଲା, ମୋର ଏତେ ପେସେନ୍ସ ନାହିଁ ସବୁ ଜିନିଷ ଶୁଣିବା ପାଇଁ, ପଢିବା ପାଇଁ। ମୁଁ ଟିକେ ସମରାଇଜ, କିନ୍ତୁ ସ୍କୁଲରେ ତ ଆମକୁ କିଏ ସମରାଇଜ କରି କହିବେନି ନା। ସେଠି କଣ ହଉଥିଲା ପିଲାମାନେ, ତମ ସ୍କୁଲରେ କଣ ହେଇଛି? ମ୍ୟାମ ସବୁ ନାଟକ ପଡୁଥିଲା? ପିଲାଙ୍କୁ ଠିଆ କରେଇକି ତାଙ୍କୁ ସବୁ ଗୋଟେ ଗୋଟେ ଚରିତ୍ରର ନାଁ ଦିଆ ହେଇଥିବ, ସିଏ ସେଟା ପଢିବ, ଇଏ ଏଟା ପଢିବ, ତାପରେ ତ ସେଟାକୁ ସାର୍ ୟା ପୁଣି ଦ୍ୱାରା ବୁଝିବେ। ତୁମର ଇଣ୍ଟରେଷ୍ଟିଂ ଟା କ୍ରିଏଟ ହେଲା କି ତୁମେ ଭଲସେ ଶୁଣୁଥିଲ ଟି? ଶୁଣୁଥିଲ ବୋଲି କଥା ଆଜ୍ଞା ଜାଣିପାରିଲ ସୁନା ନେଉଳର କଣ ଥିଲା ଇଣ୍ଟେନସନ, କେମିତି ସେ ସୁନା ନେଉଳ ହେଇଗଲା, ହେଲା? ଆଜ୍ଞା ଏବେ ମ୍ୟାମ। ଜାଣିପାରିଲ କଥାଟା? ତ ଏଇଟା ହଉଛି ଲିସନ। ଏମିତି ସବୁ ଆମେ ଆକ୍ଟିଭିଟି କରିବା, ରୋଲ ପ୍ଲେ କରିବା। ତାପରେ ଆସିଲା ଇମ୍ପୋର୍ଟାଣ୍ଟ ଅଫ ସ୍ପିଚ। ହଁ, ଏତିକି ମୁଁ ଜାଣିପାରିଲି, ବାକି ଆଉ ଜାଣିନି ଅନେଷ୍ଟଲି। ତ ତୁମେ ଟିକେ ନେଟରେ ସର୍ଚ୍ଚ କରିଦବ କଣ ଅଛି ତ ମିନିଂଟା, ନହେଲେ ମୁଁ ନେକ୍ସଟ କ୍ଲାସ ଯଦି ହବ, ମତେ ଯଦି ମିଳିବ, ଯଦି ଜାଣିପାରିବି, ତାହେଲେ କହିବି। ଏଇ 4ଟା ପଏଣ୍ଟ ମୁଁ ତମକୁ କହିବି, ହେଲା? ତାପରେ ଇମ୍ପୋର୍ଟାଣ୍ଟ ଅଫ ସ୍ପିଚ ର ଇମ୍ପୋର୍ଟାଣ୍ଟ କଣ? ଆଚ୍ଛା, ଏବେ ମୁଁ ତମକୁ ସ୍ପିଚ ଦଉଛି, ବହୁତ ବଡ ବଡ ଭାଷଣ ଦଉଛି, ତ ତାର ଇମ୍ପୋର୍ଟାଣ୍ଟଟା ଯଦି ତୁମେ ମାନେ ଫିଲ୍ କରିଥିବ, ତାହେଲେ ନିହାତି ଭାବରେ ତାର ମୂଲ୍ୟ ଅଛି, ନହେଲେ ତ ନାହିଁ। ଲାଇକ୍ ଲିସନିଂ, ଏଇଟା ହଉଛି ତମର ସ୍ପିଚ ବା ସ୍ପିକିଂ ହଉଛି ତମର ସେକେଣ୍ଡ ଷ୍ଟେପ ଲାଙ୍ଗୁଏଜ ଲର୍ଣ୍ଣିଂ ର। ଆଉ ଏଇଟା ଆହୁରି ବି ବହୁତ ଇମ୍ପୋର୍ଟାଣ୍ଟ। ଯଦି ତୁମେ କଣ ଭଲସେ କହିପାରୁନ, ତାହେଲେ କି କମ୍ୟୁନିକେସନ ପ୍ରୋସେସ ଟା କମ୍ପ୍ଲିଟ ହେଲାନି ନା। ଏବେ ଦେଖ, ମୁଁ ତମକୁ ଯାହା କହୁଛି, ତୁମେ ଶୁଣୁଛ କି ନା ମୁଁ କେମିତି ଜାଣିବି? ତୁମେ ତ ରିପ୍ଲାଏ କରୁଛ, ଫିଡବ୍ୟାକ ଦଉଛ, ତୁମେ ତ ମୁହଁ ଖୋଲି କହୁଛ ନା, ସ୍ପିକିଂ କରୁଛ, ତେଇଲେ ଯାଇକିନା ଦିଟା ସିନା ଭାବ ଆଦାନ ପ୍ରଦାନ ହେଲା ସେଣ୍ଡର ଆଉ ରିସିଭର ଭିତରେ। ତ ଏଇଟା କମ୍ୟୁନିକେସନ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପାର୍ଟ, ଆଉ ଲାଙ୍ଗୁଏଜ ଲର୍ଣ୍ଣିଂ ର ଏଇଟା ହଉଛି ସେକେଣ୍ଡ ପାର୍ଟ। ହଁ କି ନାଇଁ? ଫାର୍ଷ୍ଟ ଲିସନିଂ ହେଲା, ଏଇଟା ହଉଛି ସ୍ପିକିଂ। କହିବାଟା ଇମ୍ପୋର୍ଟାଣ୍ଟ, ମୁହଁ ଖୋଲିକି କହିବ। ଆରେ ଆଜିକା ଡେଟରେ ମାଗଣାରେ ତୁମକୁ ଖାଇବାକୁ ମିଳୁନି, ଭଲ ପାଇବ ତ ଦୂରର କଥା, କିଛି ମିଳିବନି, କିଛି ନାହିଁ, ତୁମକୁ ପାଟି ଖୋଲିକି ମାଗିବାକୁ ପଡିବ। ମତେ ଆଉ ଗୋଟେ ଚିକେନ ପିସ୍ ଟେ ଦିଅ, ମୁଁ ଯେମିତି ହେଇକି ଭୋଜିରେ ମାଗେ, 2-3ଟା ଟୋଟାଲ ମତେ ଦରକାର, ଦବ ନା ନାଇଁ? ଆଉ ମୁଁ ସବୁବେଳେ କହେ, ତମେ ଯୋଉ ଯାହା ଏବେ ଯୋଉ ବଢା ବଢି କରୁଛ, ତମେ ଯାହା ଅଣ୍ଡରରେ କାମ କରୁଛ ନା, ସିଏ ହଉଛନ୍ତି ଆମର ପୁରା ରିଲେଟିଭ ପୁରା। କିନ୍ତୁ ସେ ଟୋଟାଲ ମତେ ଚିହ୍ନି ନଥିବ, ମୁଁ ତାକୁ ଜାଣି ନଥିବି, ହେଲା? ଖାଲି ଖାମ୍ ବି ଦେବି କି ନା ମୋର ଡାଉଟ ଥିବ। ଆଗ ଖାଇଦେବି, ଭଲ ହେଇଥିବ ତ ଖାମ୍ ଦେବି, ନହେଲେ ତା ଦେହରୁ 200-300 ଟଙ୍କା କାଢିଦେବି, ତାପରେ କି ଦେବି। ହଁ, ଆଉ କଣ? ହଁ କି ନାଇଁ କହୁନ? ମୁଁ ଏମିତି କରେ, ଯିଏ ଯାହା କହୁଛୁ କହୁ। ଯାଉଛୁ, ମୁଁ ଗୋଟେ ଭଲସେ ରେଡି ହେଇକି ଯାଇଛି, ମତେ ଘଣ୍ଟାଟେ ଲାଗିଛି ରେଡି ହେବା ପାଇଁ। ଘର ଲୋକ ଚିଲଉଥିଲେ, ଗାଡି ଷ୍ଟାର୍ଟ କରୁଥିଲେ, ମାନେ ଆମର ତ ଗାଡି ଷ୍ଟାର୍ଟ କରିକି ଅଧା ଦୂର ପଳେଇଥିବେ, କହିବେ ତୁ ଆସିବୁ ନା ନାଇଁ? ମୁଁ ଏତେ ମାନେ ଚପଲ ପିନ୍ଧିଥିବି ପୁଣି, ହେଲା? ଟାଇମ ଲାଗିବ, ଇଏ ସର ତମେ ମୋ ଦୁଃଖଟା ବୁଝୁଛ ନା ନାଇଁ ରେ ପିଲାମାନେ? ମୁଁ ବା ଚେଞ୍ଜ କରିକି ନେଇକି ଯାଇଥିବି। ଆଜିକା ଡେଟରେ ତ 1000 ଟଙ୍କା ନଦେଲେ ଭଲ ଲାଗୁନି ନା, ତ କଣ କରିବି, ଚେଞ୍ଜ ଗୁଡାକ ସବୁ ଖାମ୍ ଭିତରେ ପସେଇଥିବି, ଅଠା ଲଗେଇ ନଥିବି, ବିଲକୁଲ କିଛି ହାତ ମାରି ନଥିବି। ଆଗ ଭୋଜି ଖାଇବି ବୁଲି ବୁଲିକି, ଯଦି ଠିକ ଲାଗିଲା ଓକେ, ନହେଲେ 200-300 ଟଙ୍କା କାଢିଦିଅ, ସେଲୋଟେପ ଲଗେଇଦିଅ, ଦେଇଦିଅ, ବାସ୍। ମୋ ଭଳିଆ କେହି କରିବନି, ଚପଲରେ ମାଡ ଖାଇବ, ବିଲକୁଲ କରିବନି, ହେଲା? ହଁ, ନା କରିବା କଥା ନୁହଁ, ମୁଁ ଟିକେ କରିଦିଏ। ଆଉ କଣ, ମତେ ମଟନ ପିସ୍ ଦେଲାନି ସେ, ମୁଁ ମଟନ ଖାଇବା ସ୍ପେଶାଲ ମୋ ଥାଳିରେ ମଟନ ପୁରୀ, ଆଉ କିଛି ସଂସାରରେ ମୁଁ ଜାଣିନି କଣ। ଆଉ କେହି ତମେ ଯାହା କରୁଛ, ଭେଜ କିଏ ସେ ଆଣିଲା, ଉପରୁ ଦଉଛନ୍ତି ତଳକୁ ଦଉନାହାନ୍ତି କେହି। ହଁ ସେଇ ସେ ତ କହୁଛି ନା 1000, ଆମର ତ ମିନିମମ୍ 1000, ହେଲା?
ଆମର 500 ମ୍ୟାଡାମ ପୃଷ୍ଠା ମତେ ଟିକେ ବେଶୀ ଲାଜ ମାଡେ ଯେତେବେଳେ ଖାମ ରେ ନାଁ ଟା ଖୋଲିକି ପଢିବେ କିଏ ଦେଇଛି ହଁ ବା ସେ ହଁ ସେଇ ଲାଜ ଲାଗେ ନା ସେଇଟା ଟୋଟାଲ ମୋ ବାପାଙ୍କ ନାଁ ଲେଖିଥାଏ ବାପାଙ୍କ ନାଁ ହିଁ ତ ଲେଖା ହବ ନା ତ ସେଇଟା ହିଁ ସରିଲା ସେ ତ ଯାହା ଭାବିବେ ଖରାପ ଭାବିବେ ଆଙ୍କୁ ଭାବିବେ ଭଲ ବାବା ପଚାରିବେ ଝିଅ ଦେଇଛୁ ନେଇକି ନା ଆଗ ଦେଇ ସାରିଛି ମୁଁ ତାପରେ କି ସିନା ଖାଇବି କିନ୍ତୁ ଦେଖିଲା ମୁଁ ଦେଇନଥିବି ପର୍ସ ଭିତରେ ରଖିଥିବି ଟୋଟାଲ ଖାଇବି କେତେ କଥା ଭୁଲିକି ପଳେଇ ଆସିଛି ହେଲା ଆଉ ଦେଇପାରୁନି ଆଉ କଣ କରିବି ଆଗ ମଟନ ପ୍ରାୟୋରିଟି ମୋର ମଟନ ଆଉ ପୁରୀ ବାସ୍ ତାପରେ ମଟନ ଭାତ ଖାଏ ମୁଁ ବେଶୀ ତ ଆମର ଆକ୍ଚୁଆଲି ଏପଟେ ଉଷୁନା ଭାତ ବନାନ୍ତି ହେଲା ରାଉରକେଲା ନା ୱେଷ୍ଟର୍ଣ୍ଣ ଓଡିଶା ସାଇଡ ତ ମଟନ ବହୁତ ପ୍ରାୟୋରିଟି ବହୁତ ଭଲ ମିଳେ ଏକ୍ସଟ୍ରିମ ଲେଭେଲ ଭଲ ମିଳେ ତ ଏଇଥିପାଇଁ ମୁଁ ଉଷୁନା ଭାତ ଆଉ ମଟନ ତା ଛଡା ମୋ ଥାଳିରେ ଆଉ କିଛି ତମେ ଭେଜ କିଏ ଗୋଟେ ପକେଇ ଦବ ସରିଲା ବାଇଚାନ୍ସ ବି ତାକୁ ମୁଁ ପୋଛି ପକେଇବି ଟିସୁ ପେପରରେ ନା ଟେଷ୍ଟ ଖରାପ ହେଇଯିବ ମାନେ ମୁଁ ଏଇଭଳିଆ ଖତରନାକ ଏବେ ତୁମମାନଙ୍କ ପାଇଁ ମୁଁ ଟିଚର ବଟ୍ ଆଫ୍ଟର କ୍ଲାସ ମୋର କଣ କଣ କ୍ୱାଲିଟି ଅଛି ମୋ ଘର ଲୋକ ଛଡା ଆଉ କିଏ ଜାଣିନାହାନ୍ତି ହେଲା ବହୁତ ଖରାପ ମୁଁ ହଉ ଆମେ ପାଠ ପଢିବା ଆଗକୁ ତାପରେ ଆସିଲା ଇନଫ୍ୟାକ୍ଟ ଲିସନିଂ ଆଣ୍ଡ ସ୍ପିକିଂ ଆର୍ କମ୍ପ୍ଲିଟଲି ଟୁ ଇଚ୍ ଅଦର ସରି କମ୍ପ୍ଲିମେଣ୍ଟାରୀ ଟୁ ଇଚ୍ ଅଦର ମାନେ କି ଆମେ କହିବା ଏଟା ହଉଛି ରିଲେଟେଡ ଇଚ୍ ଅଦର ସହିତ ଏଟା ରିଲେସନ ଅଛି କାରଣ ତୁମେ ଯଦି ଭଲସେ ଶୁଣିନ ତାହେଲେ ତୁମେ ଫିଡବ୍ୟାକ ଦେଇପାରିବନି ଯଦି ମୁଁ ତମକୁ ପଚାରିବି ପିଲାମାନେ କଣ କହିଲେ ଏବେ କହିଲ ତ ତୁମେ ଯଦି ଶୁଣିନ ଭଲସେ ତାହେଲେ କହିପାରିବନି ନା ଏପାଇଁ ଲିସନିଂ ଆଉ ସ୍ପିକିଂ ହଉଛି ଇଣ୍ଟର ରିଲେଟେଡ ବୋଲି ଲେଖିବ ଗୋଟେ କଏନର ଦୁଇଟା ସାଇଡ ତାପରେ ଆସିଲା ବୋଥ ଅଫ ଦେମ୍ ଆର୍ ୟୁଜ୍ଡ କଣ୍ଟିନ୍ୟୁସଲି ଇନ୍ ଦ କମ୍ୟୁନିକେସନ ପ୍ରୋସେସ ଜଷ୍ଟ ଏବେ କହିଲି ନା ଆମେ ଦିଟା ଯାକ ପାରାଲାଲି କରିବା ଯେତେ ପର୍ଯ୍ୟନ୍ତ ତୁମେ ସ୍ପିକିଂ କରିନ ଫିଡବ୍ୟାକ ଦେଇନ କମ୍ୟୁନିକେସନ ପ୍ରୋସେସ କମ୍ପ୍ଲିଟ ହବ ନାହିଁ Speaking ability in a language certainly depends on the listening ability. ତୁମେ କେମିତିକା କହୁଛ ସେଟା ଡିପେଣ୍ଡ କରେ ତୁମେ କେମିତିକା ଶୁଣିଛ ଯଦି ଅଧାରୁ କିଛି ଲେଖ ହେଇଛି ଏବେ ତ ମୁଁ ପଢଉଛି ମନେକର କିଛି ବେରିୟର ହେଲା ସଡନ ସାଉଣ୍ଡ ହେଲା ବା ନେଟ୍ ଇସ୍ୟୁ ହେଲା ସରିଗଲା କି ତୁମକୁ ଭଏସ ଟା କଟିଲା ତାହେଲେ ତୁମେ ଭଲସେ ଶୁଣିନ ସେତିକି ସମୟ ତାହେଲେ ତୁମେ ସେତିକି ସମୟଟା ଭଲସେ କହିବି ପାରିବନି ତ ସେଇଟା ଗୋଟେ ବେରିୟର ହେଇଗଲା The primary purpose of learning a language is communication. ଏଟାର ବେଶୀ important କଣ ନା communication. Communication is of two type ଯୋଉଟା କି oral communication, speech ବୋଲି ଆମେ କହୁଛେ ଆଉ ହଉଛି written communication. Two type ର ମନେ ରଖିଥାଅ ଦେଖ ଏଠି ଲେଖା ହେଇଛି diagram ଏମିତି କାଟି କାଟିକି ଲେଖିବ ହେଲା oral communication ହଉଛି ତମର personal communication, social communication, mass communication. ବହୁତ easy. Personal communication ମାନେ ଯେତେବେଳେ ତୁମମାନେ ମତେ personally call କରୁଛ personal communication. ତାପରେ ଆସିଲା social communication କଣ ଯେତେବେଳେ ତୁମେ ସୋସାଇଟି ସହିତ କଥା ହଉଛ ଯେମିତି କି ଆଜ ଏ ସୋସିଓଲୋଜିଷ୍ଟ ବା ଆଜ ଏ କାଉନସିଲର ଯେତେବେଳେ ଆମେ କଥା ହଉଛେ ସୋସାଇଟିର ଅନ୍ୟ ମେମ୍ବର ମାନଙ୍କ ସହିତ ତାଙ୍କ ସୁବିଧା ଅସୁବିଧା ବା ପଲିଟିସିଆନ ଯୋଉମାନେ ଥାଆନ୍ତି ମାନେ ବୁଝୁଛନ୍ତି କଥାବାର୍ତ୍ତା ହଉଛନ୍ତି ମାସ୍ କମ୍ୟୁନିକେସନ ଟିଭି ଆଉ ରେଡିଓରେ ଯୋଉ ଆରଜେ ମାନେ ଥାଆନ୍ତି ହେଲା ସେମାନେ ବା ଜର୍ନାଲିଷ୍ଟ ମାନେ ଥାଆନ୍ତି ତାପରେ ଆସିଲା ପର୍ସନାଲ କମ୍ୟୁନିକେସନରେ ଟୁ ଟାଇପ ର इंट्रापर्सनल इंटरपर्सनल इंट्रा माने होची वन सेल्फ कहूची आउ इंटर माने होची टू पीपल माने देखिबो केतल केतल निज सହିତ भी निजे आमे कथा होचे तो तुम एग्जाम देबाकू जाउछ इंटरव्यू देबाकू जाउछ स्पेशली इंटरव्यू तो तुम कौन करछ रिहर्सल करूछ टिके प्रिपेयर करछ केमती केमती कहर अछि कोन मिरर आगरे तो निज सହିତ निजे कथा होछ ना सेटा होछ तुमरो इंट्रा एटा कंफ्यूज हबनी इंट्रा माने होची वन सेल्फ निज सହିତ निजे कथा हबा आ इंटर माने होची टू पीपल बा टू रो अधिक थिबे सेटा है ना जेतेबेले तुमे आ मु एबे कथा होचे हैला बाकी तुमे माने समस्त तो मिसी कथा हबो तो मिनिमम 2 जण बा 2 रो अधिक एटा होछ तमर इंटरपर्सनल ମ୍ୟାମ୍ ଯୋଉ ମାସ୍ ଯୋଉ କମ୍ପିଟିସନ ସେଟା କଣ ଗଣ ସଞ୍ଚାରଣ ହବ? ଗଣ କୋଡା କୋଡା मास कमी ଯୋଉ ମାସ୍ ଇଏଟା କହିଲେ तार ହଁ ओडियाटा ହେଇପାରିବ ଗଣମାଧ୍ୟମ गणमाध्यम हबो गण संचारण ता ଗଣସଂଚାର गणमाध्यम हेई परिबो हला मास कम्युनिकेशन को कहा जाए बट ए संचारण मु जानिनी माध्यम हेई परिबो तापर असला स्पीकिंग करेक्ट इंग्लिश एते ओडिया करी कोन जानिबो ओडिया थोड़ी लिखिबो इंग्लिश लिखिया रछि रे ओडिया नाही ओडिया लिखिबो नीटा हला ନା ମୁଁ ପଚାରିଲି ମିନିଂ ओके ओके आ गणमाध्यम आमे कहूचे आ तापर देखो स्पीकिंग करेक्ट English requires mastery of two major skills, namely linguistic and communication skill. तो जदि आमे स्पीकिंग को भलो भाबरे फ्लुएंसी सहित करबाकू चाहूचे भलो ताले आमे दुईटा फॉलो करूचे स्किल जोडा कि लिंग्विस्टिक कम्युनिकेशन लिंग्विस्टिक के आसुचे तुमरो फोनेटिक्स आ गोटे आसुचे तुमरो लिंग्विस्टिक्स जोडा कि प्रोडक्शन ऑफ सेंटेंस एटा होचे प्रोडक्शन ऑफ साउंड आ एटा हला कम्युनिकेशन स्किल कहि दोची दुईटा मीनिंग फास्ट कम्युनिकेशन टा इजी देखो
कम्युनिकेशन स्किल होची जेतला हमें कम्युनिकेट करूचे एबे तुमे मु आमे कोन करछे कम्युनिकेट करूचे एक्सप्रेशन स्पॉन्टेनियसली स्पॉन्टेनिटी तापर असला रिसोर्सफुलनेस फ्लुएंसी कम्युनिकेशन स्किल टा सेतेबेले एक्टिव थाए जेतेबेले मोर कहिबार माने वे ऑफ टॉकिंग बा मोर फेस रो जदि हमें लाइव क्लास करथांदे माने फिजिकली ताले मोर फेस रो एक्सप्रेशन बॉडी रो लैंग्वेज बॉडी रो मूवमेंट गेस्चर पोस्चर एवडा का सब एक्सप्रेशन ओवरऑली फेस रो एक्सप्रेशन तापर असला स्पॉन्टेनियसली माने एटा कोन कम्युनिकेशन प्रोसेस टा कंटीन्यूअसली चले जदि माने अल्प थिबो इंपोर्टेंट बा सडन किछि सेटा मिनिमम जहा भी हो कम्युनिकेशन टा आमे सेतेबेले कहूचे गोटे जेमति बड़ बड़ इन्सिडेंट हेछि हैला तो आमे कोन एटा स्पॉन्टेनियसली आमे कहूचे पूरा कंटीन्यूअसली कहिबा जोटा कि कंटीन्यूअसली चलीबो तुमको मु पाठ पढौची पूरा 1 आवर तक कहूची ना तो हमर क्लास टा बीएड रो फर्स्ट सेमेस्टर पेडागोजी क्लास टा तुमर कंटीन्यूअसली चलीछि रिसोर्सफुलनेस प्रत्येक क्लास रे आमे रिसोर्सफुलनेस ही करूचे बा किछि आउटकम बाहर करूचे प्रोडक्ट बाहर करूचे निहाते बतर एम रहूची फ्लुएंसी सहित प्रॉपर फ्लुएंसी सहित न कहले तो माने बुझी पारिबनी गोटे सेंटेंस कहबी 10 मिनिट ब्रेक नेबी तापर आउ थरे कहबी तो से फास्ट सेंटेंस टा कोन पई कहितली सेटा तुमे माने भूली जिवो एटा असला लिंग्विस्टिक स्किल होची कोन फोनेटिक्स आ लिंग्विस्टिक एथरे देखो फोनेटिक्स होची प्रोडक्शन ऑफ साउंड जस्ट म तुम कहि के असले ना साउंड टा माने कि जो सेंटेंस टा हमें पढुचे बा जेमिति का हमें कहूचे सेटा तार तमर वॉइस रो पिच अप एंड डाउन हेबा को हमें इंटोनेशन बोली कहूचे मन रखिता तुमर फोनेटिक्स विषय गोटे यूनिट अच्छी जोटा कि बोथे थर्ड सेमेस्टर रे तुमर अच्छी थर्ड रे भी तुमर पेडागोजी अच्छी ना सेते बेले पढाबो नहीं तो फोनेटिक्स होचे प्रोडक्शन ऑफ साउंड जोथरे कि देखो सेटा फन 3 टाइप रो साउंड स्ट्रेस एंड इंटोनेशन जेमति कि गोटे सेंटेंस टा मु कहूची को भलिया कहिली इंटोनेशन सेठी फणी मो वॉइस रो पिच टा को जगह रे को वर्ड रे बेसी स्ट्रेस देला बा इंपोर्टेंट देला जोटा जो लाइन टा मु कहिली जोड़ा इंपोर्टेंट कामटा करिया पे कहूचे से लाइन भितरे सेठी मोर स्ट्रेस टा अधिक बढ़िबो बा सेठी वॉइस रो पिच टा अप होबो पर ऊपर को जीवो एटा होजे स्ट्रेस जोटी अपोस्ट्रोफी एस दिया जाय ने देखिनो स्ट्रेस मदर्स एम देख लिखा हिथिबो फादर्स हैला तो एस फादरंकर तो बापांकर तो सेटा होजे कोन सेही होजे इंपोर्टेंट तापर असला साउंड माने जदि मु तुमको कमांड ऑर्डर रे कहबी ताले पिला माने प्लीज टिके ठिया ही पड़ो एमति कहबी एमति तो नाही ना तो कमांड साउंड्स टा तमरो एटा जणा पड़े तुमे जो इंटेंशन कहया को चाहूचो से तुमसरे तुमर साउंड रो प्रोनाउंसिएशन भी अलग हबो तापर एटा असला तुमर लिंग्विस्टिक गोटे प्रोडक्शन ऑफ सेंटेंस सेटा तुमे केमिति ना ग्रामर और वोकाबुलरी गोटे सेंटेंस को हमें लिखुचे केमिति का तुमर वोकाबुलरी सिना प्रॉम्प्ट थिले तुमे लिखिबो भलो से आ ग्रामर भी अच्छा वोकाबुलरी मोर बहुत भलो अछि किनु ग्रामर स्किल मु जाननी कोठी तुमर पार्ट ऑफ स्पीच मते कि जणा नै नाउन प्रोनाउन जणा नै तुम केमिति सेंटेंस बनेबी वर्ब कोन जणा नै एडजेक्टिव जणा नै सब्जेक्ट जणा नै तो एटा होछ तुमर मेन इंपोर्टेंट तो खाली जे लिसनिंग स्पीकिंग रीडिंग एंड राइटिंग चारिटा तो आसिला ता भितरे देखो केते पार्ट अछि ए सब जिंस तुमर इंपोर्टेंट तुमको लेखिबा कथा लेखिला बेले तुमर आसुची नै फास्ट रोदि कहबा हमें लिसनिंग और स्पीकिंग सुनुचे कहूचे एबे तो लिसनिंग टा होचे तुमर तुमे भल से सुनी पारुथबा कथा को इंटेंशन जणे कहूची कोन पॉइंट टा कहूची को टॉपिक रे कहूची केमिति कहूची केते दूर सेटा इंपोर्टेंट से अनुसार तुमर सेटा डिपेंड करे कि तुमे केमिति का सुनिबो तुमे से अनुसार जति कि सुनिच से अनुसार तुमे काको कहि भी पारिबो सेमिति का तुमे पढिबो पढिला बेलको तुमर वॉइस केमिति रहिबो तुमर प्रोनाउंसिएशन स्किल केमिति रहिबो तुमर वोकाबुलरी तुमर वर्ड रो फ्लुएंसी स्ट्रेस इंटोनेशन वॉइस तुमर कोठी अप होबो कोठी डाउन होबो सेमिति लेखिला बेले तुमे ग्रामर ठीक से जाननो वोकाबुलरी जाननो सेंटेंस फॉर्मेशन जानिनो ताले असुविधा लेखि पारिबनी भूल भाल हबो हैला एबे बुझी पालो एतिके समस्या बुझिलो ना किछि डाउट अछि कार अछि तमरो सब स्किल्स ऑफ स्पीच कैन फर्दर एलाबोरेटेड देखो आओ एटा तुमरो अछि केते प्रकार रे 6 प्रकार टोटल एटा देखि दियो कोन कोन अछि 6 टाइप रो आउरी सब स्किल्स गुडा को जोटा कि प्रोड्यूसिंग स्पीच साउंड्स इन एन इंटेलिजिबल मैनर माने कि प्रॉपर मैनर रे आमे स्पीच कहिबा जते बळे मु गोटे स्पीच दोजे आमे कहूजे ना तुमे काली गोटे स्पीच दबो तो मु सेठी कोन कहूजे निदर लागिला हळा कहूजे ना पूरा रागी कहूजे ना पूरा चिल्ली कहूजे
ଗୋଟେ ପ୍ରପର ମ୍ୟାନର ଅର୍ଡର ସ୍ମୁଥଲି ଆମେ କହୁଛେ ଯେତିକି ଯୋଉ ଫ୍ଲୋ ରେ କହିବା କଥା ଯୋଉ ସ୍ପିଡ ରେ କହିବା କଥା ସେ ପଢିଲା ଯୋଉ କହିଲା ବେଳେ ଯୋଉ ଜାଗାରେ ବେଶୀ ଇମ୍ପୋର୍ଟାଣ୍ଟ ଦେବା କଥା ସେଠି ଟିକେ ଭଏସ ଟା ଆମର ବଢୁଛି ଷ୍ଟ୍ରେସ ଟା ବଢୁଛି ଯୋଉଟା ନର୍ମାଲ କହିବା କଥା ନର୍ମାଲ କହୁଛି ଯୋଉଟା ରିକ୍ୱେଷ୍ଟ କରିବା କଥା ରିକ୍ୱେଷ୍ଟ କରୁଛି ତ ସେଣ୍ଟେନ୍ସ ଟା ତୁମେ କେମିତି କହିବାକୁ ଚାହୁଁ ତୁମ ଇଣ୍ଟେନସନ ଉପରେ ତୁମର ଭଏସ ର ସାଉଣ୍ଡ ଟା ଡିପେଣ୍ଡ କରେ ସେଇଠି ହଉଛି ୟୁଜିଂ ଆପ୍ରୋପ୍ରିଏଟ ୱାର୍ଡ ଦେଖ ଷ୍ଟ୍ରେସ୍ ସେଣ୍ଟେନ୍ସ ଷ୍ଟ୍ରେସ୍ ଇଣ୍ଟୋନେସନ ପ୍ୟାଟର୍ନ ତୁମକୁ ଜାଣିବା କଥା ୟୁଜ ଅଫ ଇଣ୍ଟ୍ରୋଗେଟିଭ ଏ ପଏଣ୍ଟ ଛାଡ ଏକ୍ସକ୍ଲାମେଟୋରୀ ଲେଖିଦବା ଏଇଠି କଣ ନା ୟୁଜ ଅଫ ପଞ୍ଚୁଏସନ ମାର୍କ वी हैव टू नो बस सरला पंक्चुएशन मार्क टा अनुसार से तुम पढ़िबो एते किछि लेखिया दरकार नै सेतिर सब आसीगला क्वेश्चन मार्क आसीगला एक्सक्लामेटरी आसीगला तमर फुल स्टॉप आसीगला कॉमा आसीगला स्ट्रेस रो सिंबल आसीगला सब आसीगला तापर से हमें कन्वे करूचे कन्वेइंग आइडियाज इन ए प्रॉपर सीक्वेंशियल ऑर्डर प्रॉपर गोटे सीक्वेंस ऑर्डर रे हमें कहूचे जेमति कि मु तुमको फर्स्ट यूनिट 5 पढेबी तापर यूनिट 2 पढेबी 1 पढेबी तमे कास तो किछि लिंक कर परिबनी फास्ट मु लिसनिंग स्पीकिंग टा एठी कोन करथांती ना डिलीट माने पढि न थांती रीडिंग और राइटिंग टा पढि थांती ताले कोन हेइथांदा यूजिंग एप्रोप्रिएट एक्सप्रेशन इन अकॉर्डेंस टू द सिचुएशन लाइक थैंक यू एक्सक्यूज मी गुड बाय वेलकम सिचुएशन सराउंडिंग तुमर देखि कि तुमे से जगह रे को एप्रोप्रिएट वर्ड टा यूज करले बेटर हबो तुमे से जानिचो दे क्लास रे सला पर थैंक यू एवरीवन मु कहूची तुमे माने भी थैंक यू कहूचो मासला पर गुड इवनिंग कहूची तुमे माने गुड इवनिंग कहूचो हैला तो ये देखिए अटरिंग सेंटेंस सेंटेंसेस एकटे रीजनेबल स्पीड जोटा कि मु कहउतली गोटे प्रॉपर स्पीड में पढिबा बेसी स्पीड नहीं बेसी स्लो नहीं एति की बुझी पालो आजी जहा कहली आज्ञा किछि डाउट आज्ञा नहीं मैम ताले हां सब क्लियर ताले किछि डाउट नहीं आजी एति की पढिबा आज्ञा मैम क्लियर क्लियर मैम Yes, ma'am. Clear, ma'am. आज्ञा मैम हां कॉन्फिडेंटली क्लियर कोचा भला कथा थैंक यू कि बड़ी हसी देलानी कोन पई रे हो ठीक अछि तो आमे नेक्स्ट क्लास केबे मंडे ठीक अछि तमे मन रखि थाओ के दूर कोन पढाई छि सोशल साइंस और इंग्लिश रो नेक्स्ट क्लास रे कहबो सो सेते पर्यंत अच्छा नेक्स्ट क्लास टा तमरो मंडे और वेडनेसडे पढुछि ना वेडनेसडे तो मते काय लागोनी 31 पढुछि देखिया कोन होछ क्लास हबो कि नहीं डिपेंड करे 31 हो आमे करबा आ मु कोन करबी मु कोन करबी मैम मु पाठ टिके पढेबी खाली हमको टिके देखंतु मैम कोन कहलो हमको टिके पढ़ांतु काहे ना हमरी परीक्षा कोन लिखन किछ नहीं मुंडरे पसिबनी हाँ परीक्षा ପାଇଁ काफी टाइम अछि किछि व्यस्त हबार नाही हो पढेबा किछि नाही पढौछि तो मु कोन क्लास त केबे बंद करनी पढौछि आरो वीक रे बंद करथिले आ तारो आउ गोटे वीक रे कोन बंद करिवार थिला माने सेपुडु मते ऊपर ऑर्डर आस्ते थिला मु बंद करेनी हैला तो सेति लागि ठीक अछि क्लास होउछि हबो किछि असुविधा नाही आ बाकी तक क्लास उडा करछ ना नाही सीडीपी फिलोसॉफी Yes, ma'am. आईसीटी आज्ञा Ma'am. मैम आज्ञा मैम कंपलसरी सब क्लास सेगुडा को तो मैम बेसी मोर इंपोर्टेंट गोटे प्रश्न टिके हाँ मैम जो सीडीपी टा 80 मार्क रो पड़िबो तीनटा आ जाक आईसीटी सीडीपी भी 80 फिलोसॉफी हाँ सीडीपी आईसीटी और आईसीटी तुम्हारा फिलोसॉफी आज्ञा तापर ए दिटा हमर जो सोशल साइंस और इंग्लिश सेटा पड़िबो हमरो 40 मार्क 40 मार्क रो हाँ मैम ए पांचटा जांकरे भी हमें प्रैक्टिकल ना कोन प्रैक्टिकल कथा सार कहबे सब जगह प्रैक्टिकल अच्छी है से तुम 20 मार्क प्रैक्टिकल 80 मार्क रे आ इथरे तुम 10 मार्क प्रैक्टिकल केमिति कोन सेटा सब सार कहबे एतिकी मार्क अच्छा प्रैक्टिकल अच्छा अच्छी बोली मु कहि देली हां बाकी प्रैक्टिकल आज्ञा आज्ञा डिटेल्स मैम मु मु जानि सेटा ही पचारथि आज्ञा मैम डिटेल केते हां मार्क कोन अरे मैम एटा 10 मार्क प्रैक्टिकल टा एइटा होची 10 मार्क हला जेटा 50 मार्क तमर एटा तो 40 मार्क थ्योरी 10 मार्क प्रैक्टिकल आउ बाकी रहला तुमरो जो सोशल साइंस भी मैम हां रे ସେଇ सोशल 10 साइंस ମାର୍କ दुइटा जाक ସେଇ 10 ମାର୍କ ହେଲା ଖାଲି ଆଇସିଟି ଫିଲୋସଫି ଚାଇଲ୍ଡ ଇଏଟା 30 ମାର୍କ ସେଟା ସବୁ 20 ମାର୍କ ର 80 ମାର୍କ ର ତୁମର ଆସିବ ରିଟେନ୍ ଆଉ 20 ମାର୍କ ର ପ୍ରାକ୍ଟିକାଲ ओके ठीक अछि तुमे सेगुडाक बेसी इंपोर्टेंट दियो सेगुडाक एग्जाम रे बेसी लिखिबार अछि होला माने बेसी इंपोर्टेंट सेगुडाक से सब्जेक्ट एरा तो पहिले मैम बुझी एटा ठीक 16 अछि पेज मैम हां एथरे 16 पेज लिखले तो हबो
हाँ हाँ मिनिमम तुमर जतिकी मु कहिथिली ना 5 मार्किया तुमे लिखिबो 2 पेज आ 15 मार्किया लिखिबो 4 पेज से अनुसार जतिकी होला से भलिया कैलकुलेट करके लिखिबो आ एठी तो 15 मार्किया तुमर गोटे क्वेश्चन पड़िबो 5 मार्किया 5टा मोर जो सब्जेक्ट अछि जो कहूची पेडागोजी रे हैला बाकी सेइटारे तुमको मैम कहिथिबे निहाती 15 मार्किया 2टा पड़िबो 5 मार्किया 10टा पड़िबो ते अनुसार प्रिपेयर हबो सेटा 3 घंटा एटा 1.5 घंटार एग्जाम फास्ट सेमिस्टर समस्तଙ୍କର क्यूरियोसिटी अछि ମୁଁ ବୁଝୁଛି କିଛି ବ୍ୟସ୍ତ ହବାର ନାହିଁ आराम से एग्जाम हबो ଭଲ ହବ ସବୁ କ୍ଲାସ ଆଟେଣ୍ଡ କରିକି ପାଠ ପଢିଲେ ଭଲ ହବ ଏବେଠୁ ହିଁ କଣ୍ଟିନ୍ୟୁ ରଖ ହେଲା କିଛି ବ୍ୟସ୍ତ ହବାର ମ୍ୟାମ୍ ନାହିଁ ସବୁ ମୁଁ ଅଛି ମାନେ ଆଇସିଟି ଟା ଟିକେ ଡର ଆଉ। କିଛି ଡର ନାହିଁ ମୁଁ ଅଛି ଏଟା ଗୋଟେ ପାଠ କିଛି ନାହିଁ ସବୁ ଅଛି ମୁଁ ଅଛି ମୋ ସବଜେକ୍ଟ ପାଇଁ ହେଲା ତୁମ ଅଲଗା ମ୍ୟାମ ମାନଙ୍କୁ ଧର ତ ତାଙ୍କ ସବଜେକ୍ଟ ପାଇଁ ତମକୁ ବତେଇଦେବେ କିଛି ନାହିଁ ରେ ସବୁ ଇଜି ଅଛି ହେଲା କଣ ଖାଲି ସିଡିପି ଟା ଫିଲୋସଫି ଟା ଟିକେ ଅଛି କ୍ରିଟିକାଲ ତମକୁ ବୁଝିବାକୁ ପଡିବ ହେଲା ସିଡିପି ତ ଏମିତି ଚୁଟକି ଏମିତି ଚୁଟକି ମୁଁ ତ ଖାଲି ଭାବୁଛି ମୋର ଯେ ଏକ୍ସାମ ଗୁଡା ପଢୁଛି ଖାଲି ସିଡିପି ପଢନ୍ତେ କି ଆଉ କିଛି ପଢନ୍ତାନି ଖାଲି ମୁଁ ସିଡିପି ର କ୍ୱେଶ୍ଚନ ଆନ୍ସର ଦେଇକି ଆସନ୍ତି ମୋର ଫୁଲ ରୁ ଫୁଲ ରଖନ୍ତି ମତେ ଆଉ କିଛି ଦରକାର ନାହିଁ ହଉ ଠିକ ଅଛି ଯାହା ହବ ଆଉ ଦେଖାଯିବ ଆଉ ଠିକ ଥ୍ୟାଙ୍କ ୟୁ ଏଭରିୱାନ ଗୁଡ ନାଇଟ୍ ଅଲ୍ ଅଫ ୟୁ Thank ଥ୍ୟାଙ୍କ you, ୟୁ ମ୍ୟାମ୍ ma'am. Good night. Thank you, ma'am.